ଆଜି ପିଜୁଳି ଖାଇବାକୁ ଭାରି ଇଚ୍ଛା ହେଉଛି। ଗୋଟେ ପିଜୁଳି ଖାଇବାକୁ ଦିଅ ନା। ହଁ ମା, ମତେ ବି ପିଜୁଳି ଖାଇବାକୁ ଭାରି ଇଚ୍ଛା ହେଉଛି। ହେଲେ ପିଲାମାନେ, ଆମ ଜଙ୍ଗଲରେ ତ ଗୋଟେ ବି ପିଜୁଳି ଗଛ ନାହିଁ। ମୁଁ ତମମାନଙ୍କୁ ପିଜୁଳି କୋଉଠୁ ଆଣିଦେବି? ସେ କଥା ଆମେ ଜାଣିନୁ। ଆମକୁ ପିଜୁଳି ଦରକାର। ଆମେ ପିଜୁଳି ଖାଇବୁ। ଆଚ୍ଛା ଆଚ୍ଛା, ଠିକ୍ ଅଛି। ଚାଲ ଆମେ ସମସ୍ତେ ଜଙ୍ଗଲ ବାହାରରେ ରହୁଥିବା ମୋ ଭଉଣୀ ଘରକୁ ଯିବା। ତା ବଗିଚାରେ ବହୁତ ପିଜୁଳି ଗଛ ଅଛି। ସେଠି ତମେମାନେ ପିଜୁଳି ଖାଇବ। ଆଉ ତା ଘରୁ ଗୋଟେ ଛୋଟ ପିଜୁଳି ଗଛ ଆଣି ଆମ ବଗିଚାରେ ଲଗେଇବା। ଗଛ ଟିକେ ବଡ଼ ହେଲା ପରେ ଯେତେବେଳେ ସେଥିରେ ପିଜୁଳି ଫଳିବ, ତମେମାନେ ମନ ଇଚ୍ଛା ପିଜୁଳି ଖାଇପାରିବ। ତମମାନଙ୍କୁ ଆଉ ପିଜୁଳି ଖୋଜିବାକୁ ପଡ଼ିବନି। ଏମିତି ଚିନ୍ତା କରି ମା ଚଢ଼େଇ ତାର ଦୁଇ ଛୁଆଙ୍କୁ ଧରି ତା ଭଉଣୀ ଘରକୁ ଗଲା। ତା ଭଉଣୀର ଏକ ବଡ଼ ବଗିଚା ଥିଲା। ସେ ବଗିଚାରେ ବହୁତ ଗୁଡ଼ିଏ ପିଜୁଳି ଗଛ ହେଇଥିଲା। ପିଲାମାନେ ମନ ଭରି ପିଜୁଳି ଖାଇଲେ। ଆଉ ଘରକୁ ଫେରିବା ସମୟରେ ମା ଚଢ଼େଇ ଏକ ପିଜୁଳି ଗଛ ତା ଭଉଣୀ ବଗିଚାରୁ ତା ଘରକୁ ଆଣିଲା। ଆଉ ତାଙ୍କ ବଗିଚାରେ ସେ ଗଛ ଲଗେଇଦେଲା। ତାପରେ ସେମାନେ ତାଙ୍କ ଘରକୁ ଫେରିଗଲେ। ସେବେଠାରୁ ମା ଚଢ଼େଇ ଆଉ ତାର ଦୁଇ ଛୁଆ ପିଜୁଳି ଗଛରେ ପାଣି ଦେଉଥିଲେ। ଆଉ ତାର ଖୁବ୍ ଯତ୍ନ ନେଉଥିଲେ। ଏମିତି କିଛି ମାସ ବିତିଗଲା। ପିଜୁଳି ଗଛଟି ବଡ଼ ହେଲା। ଆଉ ସେ ଗଛରେ ସୁନ୍ଦର ସୁନ୍ଦର ପିଜୁଳି ଫଳିଲା। ମା ଚଢ଼େଇଟି ଏତେ ଗୁଡ଼ିଏ ପିଜୁଳି ଦେଖି ଖୁବ୍ ଖୁସି ହେଇଗଲା। ପରିଶ୍ରମ କେବେ ବୃଥା ଯାଏନି। ଆଜି ତାର ପ୍ରମାଣ ମିଳିଗଲା। ମା, ଗଛରେ ତ ବହୁତ ପିଜୁଳି ହେଇଛି। ଗୋଟେ ଦିଅ ନା, ଆମେ ଖାଇବୁ। ଏମିତି ଶୁଣି ମା ଚଢ଼େଇଟି ଗଛର ଦୁଇଟି ପିଜୁଳି ତୋଳି ତା ଛୁଆଙ୍କୁ ଖାଇବାକୁ ଦେଲା। ଛୁଆମାନେ ପିଜୁଳି ପାଇ ଖୁବ୍ ଖୁସି ହେଇଗଲେ। ଆଉ ତାଙ୍କ ମା ସହ ଘରକୁ ଫେରି ଆସିଲେ। ପରଦିନ ସକାଳେ ମା ଚଢ଼େଇ ତା ଛୁଆଙ୍କ ସହ ବଗିଚାକୁ ଆସି ଦେଖିଲା ତାଙ୍କ ପିଜୁଳି ଗଛରେ ଗୋଟେ ବି ପିଜୁଳି ନାହିଁ। ଆରେ, ଏ କ'ଣ? କାଲି ତ ପିଜୁଳି ଗଛରେ ଏତେ ଗୁଡ଼ିଏ ପିଜୁଳି ଥିଲା। ଆଜି ତ ଗୋଟେ ବି ପିଜୁଳି ଗଛରେ ନାହିଁ। ସବୁ ପିଜୁଳି ଗଲା କୁଆଡ଼େ? ମା, ଆମେ କ'ଣ ଆଉ କେବେ ବି ପିଜୁଳି ଖାଇପାରିବୁନି? ଆରେ ପିଲାମାନେ, ମତେ ଲାଗୁଛି ଆମର ସବୁ ପିଜୁଳି କିଏ ବୋଧେ ଚୋରି କରି ନେଇଯାଇଛି। କିଏ ଆମ ପିଜୁଳି ଚୋରି କରିଥିବ ମା? ଆମେ ତାକୁ କେମିତି ଧରିବା? ପିଲାମାନେ, ମୋ ପାଖରେ ଗୋଟେ ଉପାୟ ଅଛି। ଆମ ଜଙ୍ଗଲରେ ଜଣେ ସାଧୁ ବାବା ରୁହନ୍ତି। ସେ ବହୁତ ଦୟାଳୁ। ଜଙ୍ଗଲର ସବୁ ପଶୁପକ୍ଷୀଙ୍କୁ ସେ ସାହାଯ୍ୟ କରନ୍ତି। ଚାଲ ଆମେ ତାଙ୍କ ପାଖକୁ ଯିବା ଆଉ ତାଙ୍କୁ ଆମ ସମସ୍ୟା କହିବା। ସେ ନିଶ୍ଚୟ ଆମକୁ ସାହାଯ୍ୟ କରିବେ। ଏମିତି ଚିନ୍ତା କରି ସେ ତିନି ଜଣ ସାଧୁ ବାବାଙ୍କ ପାଖକୁ ଗଲେ। ଆଉ ତାଙ୍କୁ ତାଙ୍କର ସବୁ ସମସ୍ୟା କହିଲେ। ସାଧୁ ବାବା, ମୁଁ ମୋ ବଗିଚାରେ ଗୋଟେ ପିଜୁଳି ଗଛ ଲଗେଇଥିଲି। ଗଛଟି ବଡ଼ ହେଲା ପରେ ସେଥିରେ ବହୁତ ପିଜୁଳି ଫଳିଲା। ମୋ ଦୁଇ ଛୁଆ ମାତ୍ର ଦୁଇଟି ପିଜୁଳି ଖାଇଥିଲେ। ହେଲେ ଆଜି ସକାଳେ ଆମେ ଦେଖୁଛୁ ଆମ ପିଜୁଳି ଗଛରେ ଗୋଟେ ବି ପିଜୁଳି ନାହିଁ। ଆଚ୍ଛା ଚଢ଼େଇ, ତୁ ଦେଖିବୁ ତ ପିଜୁଳି କିଏ ଚୋରି କରିଛି? ହଁ ହଁ ସାଧୁ ବାବା, ହେଲେ ମୁଁ ଦେଖିବି କେମିତି? ଏମିତି କହି ସାଧୁ ବାବା ତାଙ୍କ ଶକ୍ତିରେ ସେ ଚଢ଼େଇକୁ ସେଦିନର ଘଟଣା ଦେଖେଇଲେ। ସେଦିନ ଚଢ଼େଇ ଆଉ ତାର ଛୁଆ ଦୁଇଟି ପିଜୁଳି ନେଇ ସେଠାରୁ ଯିବା ପରେ ଗୋଟେ ଦୁଷ୍ଟ କାଉ ତାଙ୍କ ବଗିଚାକୁ ଆସିଲା। ଆଉ ତା ଥଣ୍ଟ ସାହାଯ୍ୟରେ ସବୁ ପିଜୁଳି ତୋଳିଲା। ତାପରେ ସେ ଗୋଟେ ବଡ଼ ବ୍ୟାଗ୍ରେ ସବୁ ପିଜୁଳି ଧରି ସେଠାରୁ ଚାଲିଗଲା। ଏ ଘଟଣା ଦେଖି ମା ଚଢ଼େଇଟି ଖୁବ୍ ରାଗିଗଲା। ଆରେ, ଏ ଦୁଷ୍ଟ କାଉ ମୋର ସବୁ ପିଜୁଳି ଚୋରି କରିଛି। ସେ ମୋଠୁ ଆକାରରେ ବଡ଼। ମୁଁ ଚାହିଁଲେ ବି ତା ସହ ଲଢ଼େଇ କରିପାରିବିନି। ସାଧୁ ବାବା, ମୋତେ ଟିକେ ସାହାଯ୍ୟ କରନ୍ତୁ, ଯେମିତି ସେ ଦୁଷ୍ଟ କାଉ ଶାସ୍ତି ପାଇବ। ହଁ ଚଢ଼େଇ, ଏଇ ନେ ଗୋଟେ ଲୁହାର ପିଜୁଳି ଗଛ। ଏ ଯାଦୁର ଗଛକୁ ତ ପିଜୁଳି ଗଛ ପାଖରେ ଲଗେଇ ଦେବୁ। ଗୋଟେ ରାତିରେ ହିଁ ଏ ଗଛରେ ପିଜୁଳି ଫଳିବ। ହେଲେ ଏ ପିଜୁଳିକୁ କେହି ଖାଇପାରିବନି। କ'ଣ ପାଇଁ? ଏ ପିଜୁଳିକୁ କ'ଣ ପାଇଁ କେହି ଖାଇପାରିବେନି? ମୁଁ କହିଲି ପରା, ଏ ଗଛ ଗୋଟେ ଲୁହାର ଗଛ। ଏ ଗଛରେ ଲୁହାର ପିଜୁଳି ଫଳିବ। ଏ ଲୁହାର ପିଜୁଳି ଦେଖିବାକୁ ସତ ସତିକା ପିଜୁଳି ପରି ହେବ। କାଉ ଯେତେବେଳେ ପିଜୁଳି ଚୋରି କରିବାକୁ ଆସିବ, ସେ ତାର ଶାସ୍ତି ପାଇବ।
ଏମିତି ଶୁଣି ମା ଚଢ଼େଇଟି ସାଧୁ ବାବାଙ୍କୁ ଧନ୍ୟବାଦ ଜଣାଇ ସେ ଗଛକୁ ନେଇ ତା ବଗିଚାରେ ପୋତିଦେଲା ଆଉ ସେଠାରୁ ଚାଲିଗଲା। ପରଦିନ ସକାଳେ ମା ଚଢ଼େଇ ଆଉ ତାର ଦୁଇ ଛୁଆ ତାଙ୍କ ବଗିଚାକୁ ଆସି ଦେଖିଲେ ସେ ଲୁହାର ପିଜୁଳି ଗଛରେ ବହୁତ ଗୁଡ଼ିଏ ଲୁହାର ପିଜୁଳି ଫଳିଛି। ମା ଚଢ଼େଇ ଆଉ ତାର ଦୁଇ ଛୁଆମାନେ ଗୋଟେ ଗଛ ପଛପଟେ ଲୁଚି ତାଙ୍କ ବଗିଚା ଉପରେ ନଜର ରଖିଲେ। କିଛି ସମୟ ପରେ ସେ ଦୁଷ୍ଟ କାଉ ପିଜୁଳି ବାସ୍ନାରେ ସେ ବଗିଚାକୁ ଆସିଲା ଆଉ କହିଲା, ଆରେ ଏ କ'ଣ? କାଲି ତ ଗୋଟେ ପିଜୁଳି ଗଛ ଥିଲା, ଆଜି ଆଉ ଗୋଟେ ପିଜୁଳି ଗଛ କୋଉଠୁ ଆସିଲା? ଏ ଗଛରେ ତ ବହୁତ ପିଜୁଳି ଫଳିଛି। ବୋଧହୁଏ ମୁଁ କାଲି ଏ ଗଛ ଉପରେ ଧ୍ୟାନ ଦେଇନଥିବି। ସେ ଯାହା ହଉ, ଏବେ ତ ଏ ପିଜୁଳି ଗଛକୁ ଦେଖିଲି। କାଲି ଯେମିତି ଏ ଗଛର ସବୁ ଫଳ ନେଇଗଲି, ଆଜି ସେମିତି ଏ ନୂଆ ଗଛର ସବୁ ଫଳ ଚୋରି କରି ନେଇଯିବି। ଏମିତି ଚିନ୍ତା କରି କାଉ ପିଜୁଳି ତୋଳିବା ପାଇଁ ଗଛକୁ ଗଲା ଆଉ ପିଜୁଳିକୁ ତା ଥଣ୍ଟରେ ଖମ୍ବିବାକୁ ଲାଗିଲା। ହେଲେ ସେ ଗୋଟେ ବି ପିଜୁଳି ତୋଳି ପାରିଲାନି। ଏ କ'ଣ? ପିଜୁଳି ତ ବହୁତ ଟାଣ। ନା ନା, ମୁଁ ଖାଲି ହାତରେ ଏଠାରୁ ଯିବିନି। ଯେମିତି ବି ହେଉ ମୁଁ ପିଜୁଳି ତୋଳିବି। ଏମିତି କହି କାଉ ତାର ସବୁ ଶକ୍ତି ଲଗେଇ ଯେମିତି ପିଜୁଳିକୁ ତା ଥଣ୍ଟରେ ଖୁମ୍ପିଲା, କାଉର ଥଣ୍ଟ ଭାଙ୍ଗିଗଲା। ସେ ଜୋର ଜୋରରେ ଚିତ୍କାର କଲା, ଆଃ ଆଃ, ଆରେ ଇ କ'ଣ ହେଇଗଲା? ମୋ ଥଣ୍ଟ ଭାଙ୍ଗିଗଲା। ଏବେ ମୁଁ କ'ଣ କରିବି? ଏ ସବୁ ଘଟଣା ଦୂରରୁ ଚଢ଼େଇ ଆଉ ତାର ଛୁଆମାନେ ଦେଖୁଥିଲେ। ଠିକ୍ ହେଇଛି, ଏ ଲୋଭୀ କାଉ ଉଚିତ ଶିକ୍ଷା ପାଇଲା। ଆଉ ଚୋରି କରି ପିଜୁଳି ଖା। କାଉ କାନ୍ଦି କାନ୍ଦି ତା ଘରକୁ ଚାଲିଗଲା। ସେ ତା ଲୋଭର ଶାସ୍ତି ପାଇଲା। ସେ ଆଉ କେବେ ବି ଚଢ଼େଇର ବଗିଚାକୁ ଗଲା ନାହିଁ। ସେପଟେ ଚଢ଼େଇ ପୁଣି ଥରେ ତା ବଗିଚାରେ ପିଜୁଳି ଚାଷ କଲା ଆଉ ତା ଛୁଆଙ୍କ ସହ ଖୁସିରେ ରହିଲା। କୁନି, ମୁଁ ଆଉ ଖେଳିବିନି। ଆଜି ଶୀଘ୍ର ଘରକୁ ଯିବି। ଆମ ଗଛରେ ନା ଅନେକ ପିଜୁଳି ଫଳିଛି। ଚାଲ କୁନି ମୋ ସାଙ୍ଗରେ, ତୁ ବି ପିଜୁଳି ଖାଇପାରିବୁ। ସତରେ ମିକି, ତମ ଗଛରେ ପିଜୁଳି ଫଳିଛି? ମୁଁ ଆଜି ଯାଇ କେବେ ବି ପିଜୁଳି ଖାଇନି। ଚାଲ ମିକି, ଆଜି ମୁଁ ତୋ ସାଙ୍ଗରେ ପିଜୁଳି ଖାଇବାକୁ ଯିବି। ତାପରେ କୁନି ମିକି ସାଙ୍ଗରେ ତା ଘରକୁ ଗଲା। ସେତେବେଳେ ମିକିର ବାପା ମା ପିଜୁଳି ପାଳୁଥିଲେ। ଆଣ୍ଟି, ମତେ ଗୋଟେ ପିଜୁଳି ଦିଅନ୍ତୁ ନା। ତୁମ ଗଛରେ ତ ଅନେକ ପିଜୁଳି ଫଳିଛି। ଗୋଟେ ପିଜୁଳିର ଦାମ କେତେ ଜାଣିଛୁ? ଚାଲି ଆସିଲା ମାଗଣାରେ ପିଜୁଳି ଖାଇବାକୁ। ପିଜୁଳି ଖାଇବାକୁ ଯଦି ତୋର ଏତେ ଇଚ୍ଛା, ଯା ନିଜ ବାପା ମାକୁ କହିବୁ ତୋ ପାଇଁ ପିଜୁଳି କିଣିଦେବେ। ମା, କୁନିକୁ ଏମିତି କାହିଁକି କହୁଛ? ଆମ ଗଛରେ ତ ଅନେକ ପିଜୁଳି ଫଳିଛି। ତାକୁ ଗୋଟେ ପିଜୁଳି ଖାଇବାକୁ ଦିଅ। ସେ ଆଜି ଯାଇ କେବେ ବି ପିଜୁଳି ଖାଏନି। ମୁଁ ତ ପ୍ରତ୍ୟେକ ଦିନ ପିଜୁଳି ଖାଏ। ଆଜି ମୁଁ ପିଜୁଳି ଖାଇବିନି। ମୋ ଭାଗ ପିଜୁଳି କୁନିକୁ ଦେଇଦିଅ। ମିକି, ମୁଁ ତତେ ମନା କରିଥିଲି ନା ଏମିତି ଗରିବ ଚଢ଼େଇଙ୍କ ସହ ଖେଳିବୁନି। କୁନି ପାଇଁ ଭାରି ଦରଦ ଉଛୁଳି ପଡୁଛି ନାଇଁ? ଆଉ ଦିନେ ବି ତୁ ଏ କୁନି ସାଙ୍ଗରେ ସାଙ୍ଗ ହେବୁନି। ଆଉ କୁନି, ତୁ ପିଜୁଳି ଖାଇବାକୁ ଯଦି ଏତେ ଇଚ୍ଛା, ଯା ତୋ ମା ପାଖରୁ ଟଙ୍କା ଆଣିବୁ। ଟଙ୍କା ଦେଲେ ଯାଇ ମୁଁ ତତେ ପିଜୁଳି ଦେବି। ଏମିତି ଶୁଣି ମନ ଦୁଃଖରେ କୁନି ନିଜ ଘରକୁ ଫେରି ଆସିଲା। ମା, ଜାଣିଛ ମୁଁ ଆଜି ମିକି ଘରକୁ ଯାଇଥିଲି। ମିକି ଘର ଗଛରେ ନା ଅନେକ ପିଜୁଳି ଫଳିଛି। ମୁଁ ଆଣ୍ଟିଙ୍କୁ ଗୋଟେ ପିଜୁଳି ଖାଇବାକୁ ମାଗୁଥିଲି, ହେଲେ ସେ ମତେ ପିଜୁଳି ଦେଲେନି। ତୁ କାହିଁକି ସେଠାକୁ ଯାଉଥିଲୁ ରେ ମା? ତୁ ତ ଜାଣୁ ଆମେ କେତେ ଗରିବ। ସେ ଧନୀ ଚଢ଼େଇ ମାନେ ଆମକୁ ଘୃଣା କରନ୍ତି। ତୁ ମନ ଦୁଃଖ କରନି ରେ ମା। ଏବେ ସିନା ଆମ ପାଖରେ ଟଙ୍କା ନାହିଁ। ମୁଁ ଖୁବ୍ ଶୀଘ୍ର ଟଙ୍କା ଜମା କରି ତୋ ପାଇଁ ପିଜୁଳି କିଣିଦେବି। ମା, ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ପିଜୁଳି ଖାଇବାକୁ ଜିଦ୍ କରିବିନି କି ମିକି ଘରକୁ ବି ଯିବିନି। ଆରେ କୁନି, ତୁ ଆଉ ଖେଳିବାକୁ କାହିଁକି ଆସୁନୁ? ମୋ ମା ପାଇଁ ମୋ ଉପରେ ରାଗିଛୁ କି? ନାଇଁ ମିକି, ମୁଁ ତୋ ଉପରେ ରାଗିନି। ମୁଁ ଯଦି ତୋ ସାଙ୍ଗରେ ଖେଳିବି ତୋ ମା ତତେ ପିଟିବେ। ସେଥିପାଇଁ ମୁଁ ତୋ ସହ ଖେଳିବାକୁ ଆସୁନଥିଲି। ଆଚ୍ଛା ମିକି, ତମର ତ ପିଜୁଳି ବଗିଚା ଅଛି। ତୋ ପାଖରେ ପିଜୁଳି ମଞ୍ଜି ବି ଥିବ ନା? ହଁ କୁନି, ଆମ ଘରେ ଅନେକ ପିଜୁଳି ମଞ୍ଜି ଅଛି। ତୁ ଏଠି କିଛି ସମୟ ଅପେକ୍ଷା କର, ମୁଁ ଏବେ ତତେ ପିଜୁଳି ମଞ୍ଜି ଆଣିଦଉଛି। ଏମିତି କହି ମିକି ତା ଘରକୁ ଗଲା ଆଉ କୁନି ପାଇଁ କିଛି ପିଜୁଳି ମଞ୍ଜି ନେଇ ଆସିଲା। ମିକି ଆଉ କୁନି ଥିଲେ ବହୁତ ଭଲ ସାଙ୍ଗ। ମିକି ପାଖରୁ ପିଜୁଳି ମଞ୍ଜି ନେଇ କୁନି ତା ଘରକୁ ଗଲା। ମା,
ଦେଖ ମୋ ସାଙ୍ଗ ମିକି ମତେ ଅନେକ ପିଜୁଳି ମଞ୍ଜି ଦେଇଛି। ଏବେ ମୁଁ ଏ ପିଜୁଳି ମଞ୍ଜି ଲଗେଇ ତାର ଯତ୍ନ ନେବି। ଯେତେବେଳେ ପିଜୁଳି ଗଛ ବଡ଼ ହେବ ସେଥିରେ ଫଳ ଫଳିବ। ମୁଁ ଅନେକ ପିଜୁଳି ଖାଇପାରିବି। ଆଚ୍ଛା ଠିକ୍ ଅଛି ରେ ମା। ଏ ସବୁ ପିଜୁଳି ମଞ୍ଜି ତୁ ଆମ ଘର ଚାରି ପାଖରେ ଲଗେଇ ଦେ। ଚାରା ଗଛ ବାହାରିଲା ପରେ ତୁ ତାର ଯତ୍ନ ନେବୁ। ଦେଖିବୁ କିଛି ଦିନ ପରେ ତୋ ଗଛ ବଡ଼ ହେଇ ସେଥିରେ ପିଜୁଳି ଫଳିବ। ତାପରେ କୁନି ତା ଘର ଚାରି ପାଖରେ ପିଜୁଳି ମଞ୍ଜି ଲଗେଇଦେଲା। କିଛି ଦିନ ପରେ 2ଟି ଗଛ ବାହାରିଲା। କୁନି ତା ଗଛ ମୂଳରେ ପାଣି ଦେଇ ତାଙ୍କର ଯତ୍ନ ନେଉଥିଲା। ଏମିତି ବେଶ କିଛି ଦିନ ବିତିଗଲା। 2 ଗଛ ବଡ଼ ହେଇ ସେଥିରେ ଅନେକ ପିଜୁଳି ଫଳିଲା। ମା ଦେଖ ଆଜି ମୋ 2 ଗଛରେ କେତେ ପିଜୁଳି ଫଳିଛି। ଏବେ ମୁଁ ମନ ଭରି ପିଜୁଳି ଖାଇପାରିବି। କୁନି ତୁ ଆମର ବହୁତ ଯତ୍ନ ନେଇଛୁ। ତୋ ପାଇଁ ଆମ ଗଛରେ ଅନେକ ଫଳ ଫଳିଛି। ଏ ସବୁ ପିଜୁଳି ଆଜିଠୁ ତୋର। ତୁ ମନ ଭରି ଏବେ ପିଜୁଳି ଖାଇପାରିବୁ। ଆଉ ହଁ କୁନି, ଏ 2 ଗଛର ପିଜୁଳି କେବେ ବି ସରିବନି। ମା ଦେଖ ଆମ ପିଜୁଳି ଗଛ କଥା କହିପାରେ। ଆମ ପିଜୁଳି ଗଛ ଅନେକ ସୁନ୍ଦର ନା? ସେ ମୋ ସହ କଥା ହେଉଛି ଆଉ କହୁଛି ଯେତେ ତୋଳିଲେ ବି ଆମ ପିଜୁଳି କେବେ ସରିବନି। ଆରେ ସତରେ ତ ଆମ ପିଜୁଳି ଗଛ କଥା କହୁଛି। ଇଏ ବହୁତ ଭଲ କଥା। ଏଇ ଗଛର ପିଜୁଳି ଯଦି କେବେ ସରିବନି ଆମେ କିଛି ପିଜୁଳି ନେଇ ବଜାରରେ ବିକ୍ରି କରିପାରିବା। ପିଜୁଳି ରାଣୀ ଆମକୁ ଏତେ ଭଲ ଉପହାର ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ତାପରେ କୁନି କିଛି ପିଜୁଳି ତୋଳି ଖାଇଲା। ତାର ମା କିଛି ପିଜୁଳି ତୋଳି ବଜାରକୁ ବିକ୍ରି କରିବା ପାଇଁ ନେଲା। ପିଜୁଳି ନିଅନ୍ତୁ ପିଜୁଳି, ମିଠା ମିଠା ପାଚିଲା ପିଜୁଳି। ମା ଚଢ଼େଇକୁ ପିଜୁଳି ବିକ୍ରି କରୁଥିବାର କାଉ ଦେଖିଲା। ସେ ତ ଅନେକ ରାଗିଗଲା। ଆରେ ଏଇ ଗରିବ ଚଢ଼େଇ ପାଖରେ ପିଜୁଳି କିଣିବାକୁ ଟଙ୍କା ନଥିଲା, ତାହେଲେ ସେ ଏତେ ବଡ଼ ବଡ଼ ପାଚିଲା ପିଜୁଳି ପାଇଲା କୋଉଠୁ? ନିଶ୍ଚୟ ମୋ ପିଜୁଳି ଚୋରି କରିଥିବ। ମୁଁ ଶୀଘ୍ର ଘରକୁ ଯାଏ। ମିକି, ଏ ମିକି, ଶୀଘ୍ର ମୋ ପାଖକୁ ଆସେ। କଣ ହେଲା ମା? ମତେ କାହିଁକି ଡାକିଲ? ସତ ସତ କହ ମିକି, ତୁ କୁନିକୁ ଆମ ପିଜୁଳି ଦେଇଛୁ ନା? ଯଦି ମିଛ କହିବୁ ମୁଁ ତତେ ବହୁତ ପିଟିବି। ଭୟରେ ମିକି ତା ମାକୁ ସେ କୁନିକୁ ମଞ୍ଜି ଦେବା କଥା କହିଦେଲା। ସବୁ ଶୁଣି କାଉ ରାଗରେ ଚଢ଼େଇ ଘରକୁ ଗଲା। ଆଚ୍ଛା, ମୋଠୁ ମଞ୍ଜି ନେଇ ଏମାନେ ଏଠି ଗଛ ଲଗେଇଛନ୍ତି। ମୁଁ ଆଜି ଏମାନଙ୍କର ସବୁ ପିଜୁଳି ତୋଳି ନେଇଯିବି। କାଉ ଯେମିତି ପିଜୁଳି ତୋଳିବାକୁ ଗଲା, ହଠାତ୍ ସେ ପିଜୁଳି ଗଛଟି କଥା କହିଲା। ତାଙ୍କ ଶବ୍ଦ ଶୁଣି ମା ଚଢ଼େଇ ଆଉ କୁନି ବାହାରକୁ ଆସିଲେ। କାଉ, ତୁ ବହୁତ ଲୋଭୀ। ତୁ କୁନିର ପିଜୁଳି ଚୋରି କରିବାକୁ ଆସିଛୁ। ଦିନେ ତୁ କୁନିର ବହୁତ ଅପମାନ କରି ତାକୁ ତୁ ପିଜୁଳି ନ ଦେଇ ନିଜ ଘରୁ ବାହାର କରିଦେଇଥିଲୁ। ଆଉ ଆଜି ତୁ ତାର ପିଜୁଳି ଚୋରି କରିବାକୁ ଆସିଛୁ। ମୁଁ ତତେ ୟାର ଶାସ୍ତି ଦେବି। ଏମିତି କହି ପିଜୁଳି ଗଛ କାଉକୁ କରେଣ୍ଟ ସକ୍ ଦେଲା। କାଉ ଯନ୍ତ୍ରଣାରେ ଛଟପଟ ହେଲା। ଭାରି କଷ୍ଟ ହେଉଛି। ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ଏଠାକୁ ଆସିବିନି। ଦୟାକରି ମତେ ମାରନି, ମତେ ଛାଡ଼ି ଦିଅ। ପିଜୁଳି ରାଣୀ, କାଉ ଆଣ୍ଟିଙ୍କୁ ମାରନି। ସେ ମୋ ସାଙ୍ଗ ମିକିର ମା। ସେ ମରିଗଲେ ମୋ ସାଙ୍ଗ ମିକି ଅନେକ କଷ୍ଟ ପାଇବ। ଦୟାକରି ତାଙ୍କୁ ଛାଡ଼ି ଦିଅ। ଆଜି କେବଳ କୁନି ପାଇଁ ମୁଁ ତତେ ଛାଡ଼ିଦେଲି କାଉ। ଏବେ ଏଠୁ ଚାଲିଯା, ଆଉ ଦିନେ ଏଠାକୁ ଆସିବୁନି। ହଁ, ମୁଁ ଆଉ ଦିନେ ବି କୁନିର କ୍ଷତି କରିବିନି। ମୁଁ ସତ କହୁଛି। କିଛି ଦିନ ପରେ ମୁଁ ଅଣ୍ଡା ଦେବି, ହେଲେ ମୋ ପାଖରେ ଏଯାଏଁ ଘର ନାହିଁ। ମୁଁ ଶୀଘ୍ର ଏକ ଘର ତିଆରି କରିନିଏ। ଏମିତି ଚିନ୍ତା କରି ଚଢ଼େଇ ଜଙ୍ଗଲ ଭିତରକୁ ଯାଇ କାଠ ଖୋଜି ଆଣିଲା। ତାପରେ ସେ ଏକ ଭଲ ଗଛ ଖୋଜି ସେଥିରେ ଘର ତିଆରି କଲା। ଅଧା ଘର ତିଆରି କରିବା ପରେ ହିଁ ଚଢ଼େଇର କାଠ ସରିଗଲା। ଆରେ ଅଧା ଘର ତିଆରି ସରୁ ସରୁ ହିଁ କାଠ ସରିଗଲା। ଯାଏ ଆଉ କିଛି କାଠ ନେଇ ଆସେ। ଏମିତି କହି ଚଢ଼େଇ କାଠ ଆଣିବାକୁ ଗଲା। ସେ ଯିବା ପରେ ଏକ କାଉ ସେଠା କସିଲା। ସେ ଚଢ଼େଇର ତିଆରି ଥିବା ଅଧା ଘରକୁ ଦେଖିଲା। କେତେ ଦିନ ହେଇଗଲାଣି ମୁଁ ଗୋଟେ ଘର ତିଆରି କରି ପାରୁନି, ଆଉ ଏ ଚଢ଼େଇ ଗୋଟେ ଦିନରେ ଏତେ ବଢ଼ିଆ ଘର ତିଆରି କରିଦେଲା। ସେ ଗରିବ ଚଢ଼େଇ ରହିବ ନୂଆ ଘରେ, ଆଉ ମୁଁ ରହିବି ପୁରୁଣା ଘରେ। ନା, ମୁଁ କେବେ ବି ଏମିତି ହେବାକୁ ଦେବିନି। ମୁଁ ଏ ଚଢ଼େଇର ଘରକୁ ଭାଙ୍ଗିଦେବି। କାଉ ଚଢ଼େଇର ଘରକୁ ତଳେ ପକେଇ ଭାଙ୍ଗିଦେଲା। ମୁଁ ହେଉଛି କାଉ। ମୁଁ କାହାର ବି ଭଲ ଦେଖିପାରିବିନି। କେହି ବି ମୋଠୁ ଆଗେଇ ପାରିବେନି। ଏମିତି କହି କାଉ ସେଠାରୁ ଚାଲିଗଲା।
କିଛି ସମୟ ପରେ ଚଢ଼େଇ କାଠ ନେଇ ଆସିଲା। ନିଜ ଭଙ୍ଗା ଘରକୁ ଦେଖି ତ ସେ ଅନେକ କାନ୍ଦିଲା। ମୁଁ ଆଜି ହିଁ ଘର ତିଆରି କରିଥିଲି। ମୋ ଘର ତ ଅନେକ ମଜବୁତ ଥିଲା, ତଳେ ପଡ଼ି ଏମିତି ଭାଙ୍ଗିଗଲା କେମିତି? ଆରେ ସେପଟେ ତ ମିଟୁ ଭଉଣୀ ଯାଉଛନ୍ତି, ମୁଁ ତାଙ୍କୁ ଏ କଥା ପଚାରି ଦେଖେ। ମିଟୁ ଭଉଣୀ, ମୁଁ ସେ ବରଗଛରେ ଘର ତିଆରି କରୁଥିଲି। ଅଧା ଘର ତିଆରି ସାରିବା ପରେ କାଠ ସରିଗଲା। ମୁଁ କାଠ ଆଣିବାକୁ ଯାଇଥିଲି, ଫେରି ଦେଖିଲି ମୋ ଘର ଭାଙ୍ଗି ତଳେ ପଡ଼ିଛି। ମିଟୁ ଭଉଣୀ, ତୁମେ ଜାଣିଛ କି ମୋ ଘର ତଳକୁ କେମିତି ପଡ଼ିଲା? ନା ଚଢ଼େଇ, ମୁଁ ଜାଣିନି ତୋ ଘର କେମିତି ଭାଙ୍ଗିଲା। କିଛି ସମୟ ପୂର୍ବରୁ ମୁଁ କାଉ ପୁଷି ଗଛ ପାଖରେ ଛିଡ଼ା ହେଇଥିବା ଦେଖିଥିଲି। ଆଚ୍ଛା ଚଢ଼େଇ, ମୁଁ ଏବେ ଯାଉଛି। ଏମିତି କହି ମିଟୁ ସେଠାରୁ ଚାଲିଗଲା। ଚଢ଼େଇ ମନ ଦୁଃଖରେ କାନ୍ଦୁଥିଲା। କାନ୍ଦିକି ଆଉ କ'ଣ ଲାଭ? ମୁଁ ଯାଏ କିଛି ଘାସ ଖୋଜି ଆଣେ, ଘାସରେ ମୁଁ ଶୀଘ୍ର ଗୋଟେ ଘର ତିଆରି କରିପାରିବି। ଚଢ଼େଇ ଜଙ୍ଗଲ ଭିତରୁ କିଛି ଭଲ ଘାସ ଆଣି ସେ ଘାସରେ ଶୀଘ୍ର ଏକ ସୁନ୍ଦର ଘର ତିଆରି କରିଦେଲା। ବାଃ, ଘରଟି ତ ବହୁତ ସୁନ୍ଦର ହେଇଛି। ଏବେ କିଛି ଦିନ ମୁଁ ଏ ଘରେ ଆରାମରେ ରହିପାରିବି। ଘର ତିଆରି କରି କରି ଭାରି ଭୋକ ଲାଗିଲାଣି, ଯାଏ କିଛି ମିଠା ଫଳ ଖୋଜି ଆଣେ। ଚଢ଼େଇ ଯିବା ପରେ କାଉ ପୁଣି ସେଠାକୁ ଆସିଲା। ଆରେ ଏ ଚଢ଼େଇଟା ତ ଭାରି ଜିଦିଆ। ଗୋଟେ ଘର ଭାଙ୍ଗୁ ଭାଙ୍ଗୁ ସେ ଆଉ ଗୋଟେ ଘର ତିଆରି କରିଦେଲା। କିଛି କଥା ନାହିଁ, ମୁଁ ତାର ଏ ଘରକୁ ବି ଭାଙ୍ଗିଦେବି। ଏମିତି କହି କାଉ ପୁଣି ଚଢ଼େଇର ଘାସ ଘରକୁ ଭାଙ୍ଗି ସେଠାରୁ ଚାଲିଗଲା। ଚଢ଼େଇ ଖାଇବା ଧରି ଘରକୁ ଫେରିଲା। ପୁଣି ଥରେ ନିଜ ଘରକୁ ଭାଙ୍ଗିଥିବାର ଦେଖି ସେ ଅନେକ କାନ୍ଦିଲା। ଝଡ଼ ତୋଫାନ କିଛି ବି ନାହିଁ, ମୋ ଘର ହଠାତ୍ ଏମିତି ଭାଙ୍ଗିଲା କେମିତି? କିଏ ମୋ ସହ ଏପରି କରୁଛି? ମିଟୁ ଭଉଣୀ, ମିଟୁ ଭଉଣୀ, ମୋ ଘରକୁ ପୁଣି କିଏ ଭାଙ୍ଗି ଦେଇଛି? ତୁମେ କାହାକୁ ଦେଖିଛ କି? ମୁଁ ଦେଖିନି ଚଢ଼େଇ, ତୋ ଘର କେମିତି ଭାଙ୍ଗିଲା? ହେଲେ ହଁ, ମୁଁ ତ ଘର ପାଖରେ କାଉକୁ ଦେଖିଥିଲି। ନିଶ୍ଚୟ ସେ କାଉ ହିଁ ମୋ ଘର ଭାଙ୍ଗିଥିବ। ମୁଁ ଶୀଘ୍ର ତା ପାଖକୁ ଯାଏ। କାଉ, ତୁ ଏ କାମ ଭଲ କଲୁନି। ଦୁଇ ଥର ମୁଁ କଷ୍ଟ କରି ଘର ତିଆରି କରିଥିଲି, ହେଲେ ତୁ ଭାଙ୍ଗିଦେଲୁ। ମୁଁ ତତେ ଛାଡ଼ିବିନି। ମୁଁ ଆଜି ମୁଖିଆଙ୍କ ପାଖରେ ତୋ ନାଁରେ ଅଭିଯୋଗ ଦେବି। ବଦମାସ ଚଢ଼େଇ, ତୋ ପାଖରେ କ'ଣ ପ୍ରମାଣ ଅଛି ଯେ ମୁଁ ତ ଘର ଭାଙ୍ଗିଛି? ପ୍ରମାଣ ବିନା ମୁଖିଆ ମୋର କିଛି କ୍ଷତି କରିପାରିବନି। ଯା, ପଳା ଏଠୁ। ଚଢ଼େଇ ମନ ଦୁଃଖରେ କାଉ ଘରୁ ଚାଲି ଆସିଲା। ସେ କାନ୍ଦି କାନ୍ଦି ଆଗକୁ ଯାଉଥିଲା। ହଠାତ୍ ସେ ଏକ ଚିଲ ଛୁଆକୁ ଦେଖିଲା। ଚିଲ ଛୁଆଟି ଗଛ ଡାଳ ତଳେ ଚାପି ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଥିଲା। ଚଢ଼େଇ ଚିଲ ଛୁଆକୁ ସେ ଗଛ ଡାଳ ତଳୁ ବାହାର କଲା। ଆରେ ଛୋଟ ଛୁଆ, ତୁ ଘରେ ନ ରହି ଏଠି କ'ଣ କରୁଥିଲୁ? ଚଢ଼େଇ ଆଣ୍ଟି, ମୋ ମା ଖାଇବା ଆଣିବା ପାଇଁ ବାହାରକୁ ଯାଇଛନ୍ତି। ମତେ ଘରେ ଏକୁଟିଆ ରହିବାକୁ ଜମା ଭଲ ଲାଗିଲାନି। ମୁଁ ଖେଳିବା ପାଇଁ ବାହାରକୁ ଆସିଥିଲି, ସେତେବେଳେ ଏ ଗଛର ଡାଳ ଖସି ମୋ ଉପରେ ପଡ଼ିଗଲା। ମୁଁ ଅନେକ ଚେଷ୍ଟା କଲି, ହେଲେ ବାହାରି ପାରିଲିନି। ଆରେ ଚିଲ ଛୁଆ, ତୋ ଘର କୋଉଠି? ଚାଲେ, ମୁଁ ତତେ ନେଇ ତୋ ଘରେ ଛାଡ଼ିଦେବି। ମା ନ ଆସିବା ଯାଏଁ ତୁ ଆଉ ଘରୁ ଏକା ବାହାରିବୁନି। ତାପରେ ଚିଲ ଛୁଆ ଚଢ଼େଇକୁ ତା ଘରର ଠିକଣା କହିଦେଲା। ଚଢ଼େଇ ଚିଲ ଛୁଆକୁ ନେଇ ତା ଘରେ ପହଞ୍ଚେଇ ଦେଲା। ସେ ସେଠାରୁ ଆସିବା ସମୟରେ ମା ଚିଲ ତାକୁ ଦେଖିଲା। ଆଜି ମୁଁ ଖାଇବା ନ ପାଇବାରୁ ଖାଲି ହାତରେ ଘରକୁ ଫେରୁଥିଲି, ହେଲେ ମୁଁ ମୋ ଘର ପାଖରେ ହିଁ ଖାଇବା ପାଇଗଲି। ମୋ ଝିଅ ଏ ଚଢ଼େଇକୁ ଦେଖିଲେ ଅନେକ ଖୁସି ହେଇଯିବ। ମୁଁ ଆଉ ମୋ ଝିଅ ଆଜି ମଜା କରି ଏ ଚଢ଼େଇକୁ ଖାଇବୁ। ନା ନା, ମତେ ମାରନି, ମତେ ଛାଡ଼ି ଦିଅ। ଚିଲ ଚଢ଼େଇର କିଛି କଥା ନ ଶୁଣି ତାକୁ ନେଇ ଘରକୁ ଗଲା। ଆରେ ଝିଅ, ଆଜି ମୁଁ ଗୋଟେ ଚଢ଼େଇ ଧରି ଆଣିଛି। ଏବେ ଆମେ ମା ଝିଅ ମଜା କରି ଏ ଚଢ଼େଇକୁ ଖାଇବା। ନା ମା, ତୁମେ ଚଢ଼େଇ ଆଣ୍ଟିକୁ ଖାଅନି। ସେ ଆଜି ମୋର ଜୀବନ ବଞ୍ଚେଇଛନ୍ତି। ଏମିତି ଚିଲ ଛୁଆ ତା ମାକୁ ସବୁ ଘଟଣା କହିଲା। ସବୁ ଶୁଣି ଚିଲ ଆଖିରେ ଲୁହ ଆସିଗଲା। ଚଢ଼େଇ, ତୁ ମତେ କ୍ଷମା କରିଦେ। ତୁ ମୋ ଝିଅର ଜୀବନ ବଞ୍ଚେଇଛୁ, ଆଉ ମୁଁ ତ ଜୀବନ ନେବାକୁ ଚାହୁଁଥିଲି। ମୁଁ ଏମିତି କାମ ଆଉ କେବେ କରିବିନି। ଚଢ଼େଇ, ଯଦି ତୋର କିଛି ସମସ୍ୟା ଥାଏ ମତେ କହ, ମୁଁ ତୋର ସବୁ ସମସ୍ୟା ଦୂର କରିଦେବି। ତାପରେ ଚଢ଼େଇ ଚିଲକୁ ସବୁ କଥା କହିଲା। ଚିନ୍ତା କରନି ଚଢ଼େଇ, ମୁଁ ତ ରହିବାର ବ୍ୟବସ୍ଥା କରିଦେବି। ନଦୀ ପାଖରେ ଏକ ସପୁରି ଘର ଅଛି। ଆଗରୁ ମୁଁ ସେ ଘରେ ରହୁଥିଲି। ମୋ ଝିଅ ଛୋଟ ହେଇଥିବାରୁ ମୁଁ ଏ ଜଙ୍ଗଲ ଭିତରେ ଆସି ରହିଲି। ଚଢ଼େଇ, ତୁ ଆଜିଠୁ ସେ ସପୁରି ଘରେ ରହିବୁ। ଚାଲ, ମୁଁ ତତେ ସେ ଘର ଦେଖେଇଦେବି। ତାପରେ ଚିଲ
ଚଢ଼େଇକୁ ନେଇ ତା ସପୁରି ଘର ଦେଖିଲା। ଚଢ଼େଇ, ଆଜିଠୁ ଏ ଘର ତୋର। ଯା, ଘର ଭିତରକୁ ଯିବୁ। ଯଦି କେବେ କିଛି ଅସୁବିଧା ହୁଏ ମତେ କହିବୁ, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏମିତି କହି ଚିଲ ତା ଝିଅକୁ ନେଇ ସେଠାରୁ ଚାଲିଗଲା। ଚଢ଼େଇ ଖୁସିରେ ସେ ସପୁରି ଘରେ ରହିଲା। ଏହିପରି ବେଶ କିଛି ଦିନ ବିତିଗଲା। ଚଢ଼େଇ 2ଟି ଅଣ୍ଡା ଦେଲା। ଦିନେ ସେ ଖାଇବା ଖୋଜିବା ପାଇଁ ବାହାରକୁ ଯାଇଥିଲା। ସେତେବେଳେ କାଉ ତାକୁ ଦେଖିଲା। ଏ ଚଢ଼େଇ ଏଠି ଏତେ ସୁନ୍ଦର ଗୋଟେ ସପୁରି ଘର ତିଆରି କରିଛି। ମୁଁ ଆଜି ତା ଘର ଭାଙ୍ଗିବିନି। ମୁଁ ଆଜିଠୁ ଏ ସପୁରି ଘରେ ରହିବି। ଏମିତି କହି କାଉ ସେ ସପୁରି ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲା। କିଛି ସମୟ ପରେ ମା ଚଢ଼େଇ ଖାଇବା ଧରି ଘରକୁ ଆସିଲା। ଏ କ'ଣ କାଉ, ତୁ ମୋ ଘର ଭିତରେ କ'ଣ କରୁଛୁ? ବାହାରି ଆସ ମୋ ଘରୁ। ଘରେ ମୋର 2ଟି ଅଣ୍ଡା ଅଛି। ଶୀଘ୍ର ବାହାରିଆ, ନହେଲେ ମୁଁ ତତେ ଜମା ବି ଛାଡ଼ିବିନି। ଏ ବଦମାସ ଚଢ଼େଇ, ନିଜ ଅଣ୍ଡା ଧରି ଏଠୁ ଚାଲିଯା। ଆଜିଠୁ ଏ ଘରେ ମୁଁ ରହିବି। ବେଶୀ ବିରକ୍ତ କରିବୁ ତ ମୁଁ ତ ଅଣ୍ଡା ଭାଙ୍ଗିଦେବି, ବୁଝିଲୁ? ମୋ ପରିଶ୍ରମର 2ଟି ଘର ଭାଙ୍ଗିଲା ପରେ ବି ତୋ ମନକୁ ଶାନ୍ତି ମିଳିଲାନି? ତୁ ପୁଣି ଆସି ଏ ଘରକୁ କବ୍ଜା କରିବାକୁ ଚାହୁଁଛୁ? ତୁ ଖାଲି ଅପେକ୍ଷା କର, ଦେଖ ମୁଁ ତୋ ସହ କ'ଣ କରୁଛି। ତାପରେ ଚଢ଼େଇ ଶୀଘ୍ର ଗଲା ଚିଲ ପାଖକୁ, ଆଉ ତାକୁ ସବୁ ଘଟଣା କହିଲା। ସବୁ ଶୁଣି ଚିଲ ଅନେକ ରାଗିଗଲା। ତୁ ଚିନ୍ତା କରନି ଚଢ଼େଇ, ମୁଁ ସେ କାଉକୁ ଉଚିତ ଶିକ୍ଷା ଦେବି। ତାର ଏତେ ସାହସ, ସେ ମୋ ଘରକୁ କବ୍ଜା କରିବାକୁ ଚାହୁଁଛି। ଚାଲ ଏବେ ଯିବା ସେ କାଉ ପାଖକୁ। ତାପରେ ଚିଲ ଆଉ ଚଢ଼େଇ କାଉ ପାଖକୁ ଗଲେ। ବଦମାସ କାଉ, ତୋର ସାହସ କେମିତି ହେଲା ମୋ ବିନା ଅନୁମତିରେ ମୋ ଘରେ ଆସି ରହିବା ପାଇଁ? ଏବେ ମୁଁ ତ କଥା ବୁଝୁଛି। କାଉ କିଛି ବୁଝିବା ପୂର୍ବରୁ ଚିଲ ତାକୁ ପିଟି ପିଟି ଘରୁ ବାହାର କରିଦେଲା। କାଉ ଭୟରେ ସେ ଜାଗା ଛାଡ଼ି ଅନେକ ଦୂରକୁ ଚାଲିଗଲା। ସେବେଠାରୁ ଚଢ଼େଇର ଆଉ ଚିନ୍ତା ରହିଲାନି। ସେ ଖୁସିରେ ସେ ସପୁରି ଘରେ ରହିଲା। ମା, ତୁମେ ଲଗେଇଥିବା ଏ ପିଜୁଳି ଗଛ ପାଖକୁ ମୁଁ ପ୍ରତିଦିନ ଆସେ। ତୁମେ ଯିବା ପରେ କେହି ବି ଏ ଗଛର ଯତ୍ନ ନିଅନ୍ତିନି। ହେଲେ ତୁମେ ଚିନ୍ତା କରନି ମା, ମୁଁ ଏ ପିଜୁଳି ଗଛର ସବୁଦିନ ଯତ୍ନ ନେବି। ମା କୁନି, ଏତେ ରାତିରେ ତୋ ମା ଲଗେଇଥିବା ଏ ପିଜୁଳି ଗଛ ପାଖକୁ କାହିଁକି ଆସିଛୁ? ତୋ ମା ଯେତେବେଳେ ବଞ୍ଚିଥିଲା ଏ ପିଜୁଳି ଗଛକୁ ସେ ବହୁତ ଭଲ ପାଉଥିଲା। ହଁ ବାପା, ମୁଁ ସେଥିପାଇଁ ତ ପ୍ରତ୍ୟେକ ଦିନ ଏ ଗଛ ପାଖକୁ ଆସେ। ଏ ଗଛ ପାଖକୁ ଆସିଲେ ଏମିତି ଲାଗେ ମୋ ମା ମୋ ପାଖରେ ଅଛି। ଆଚ୍ଛା ଠିକ ଅଛି ରେ ମା, ଏବେ ତୁ ଘର ଭିତରକୁ ଆସେ। ଅନେକ ରାତି ହେଇଗଲାଣି, କିଛି ଖାଇବା ଖାଇନି। ତୋ ମା ଗଲା ଦିନରୁ ତୁ ଭଲରେ ଖାଇବା ବି ଖାଉନୁ। ଠିକ ଅଛି ବାପା। ଏମିତି ସେମାନେ ଘର ଭିତରକୁ ଗଲେ। ସେମାନଙ୍କର ସବୁ କଥା ଦୂରରୁ ଏକ ପିଶାଚି ଶୁଣୁଥିଲା। ମିଳିଗଲା, ମତେ ଏକ ଅନାଥ ଛୁଆ ମିଳିଗଲା। ମତେ ଅନାଥ ଛୁଆଙ୍କୁ ଖାଇବା ପାଇଁ ଭାରି ଭଲ ଲାଗେ। ଯାଏ ଶୀଘ୍ର ଏ ଛୁଆକୁ ଖାଇନିଏ। ଆରେ, ଏ ଛୁଆଟା ପାଖରେ ତ ତା ବାପା ଅଛି। ମୁଁ ତାକୁ ଏମିତି ମାରି ପାରିବିନି। କିଛି ସମୟ ପରେ ସକାଳ ହେଇଯିବ। ସକାଳେ ମୋ ଶକ୍ତି କିଛି କାମ କରିବନି। ମତେ ଆଉ କିଛି ଉପାୟ ଚିନ୍ତା କରିବାକୁ ହେବ। ଏମିତି ପିଶାଚି କୁନିକୁ କେମିତି ମାରିବ ତାର ଯୋଜନା ବନେଇଲା। ଆଉ ପରଦିନ ସକାଳେ ସେ ଏକ ସୁନ୍ଦରୀ ଚଢ଼େଇର ରୂପ ନେଇ ରାଜୁ ଚଢ଼େଇର ପାଖକୁ ଗଲା। ରାଜୁକୁ ବି ସେ ପ୍ରଥମ ଦେଖାରେ ହିଁ ଭଲ ଲାଗିଲା। ରାଜୁ ସେଇ ପିଶାଚିକୁ ବାହା ହେଇ ଘରକୁ ଆସିଲା। ମା କୁନି, ଆ ଦେଖିବୁ ମୁଁ କାହାକୁ ଆଣିଛି। କ'ଣ ହେଲା ବାପା, ମତେ ଡାକିଲ? ଆଉ ଇଏ କିଏ? ଆରେ ମା କୁନି, ଇଏ ତୋର ନୂଆ ମା। ଆଜିଠୁ ଇଏ ଆମ ସାଙ୍ଗରେ ରହିବେ। ନୂଆ ମା? ମୋର ନୂଆ ମା ଦରକାର ନାହିଁ ବାପା। ୟାଙ୍କୁ ନେଇ ତାଙ୍କ ଘରେ ଛାଡ଼ି ଦିଅ। ମୁଁ ୟାଙ୍କୁ କେବେ ବି ମା ଡାକିବିନି। ଏମିତି ରାଗି କୁନି ଘର ଭିତରକୁ ଚାଲିଗଲା। ମିନୁ, ମୋ ଝିଅ କଥାକୁ ଧରିବୁନି। ସେ ଏଯାଏଁ ତା ମାକୁ ଭୁଲି ପାରିନି। କିଛି ଦିନ ପରେ ତା ମନ ଭଲ ହେଲେ ସେ ତତେ ବି ମା ଡାକିବ। ଆରେ ନା ନା, ମୁଁ କୁନିର କଥା ଧରିନି। ମୁଁ ଜାଣେ ମାକୁ ହରି ଛୁଆଟା ଏବେ ବହୁତ ଦୁଃଖରେ ଅଛି। ତୁମେ ଜମା ବି ଚିନ୍ତା କରନି, ମୁଁ ତାର ନିଜ ଝିଅ ପରି ଯତ୍ନ ନେବି। ମା କୁନି, ତୁ ଏଠି ଏକୁଟିଆ କାହିଁକି ଶୋଇଛୁ? ମିନୁ ତୋର ମା, ଯା ତା ପାଖରେ ଶୋଇବୁ। ନାଇଁ ବାପା, ସିଏ ମୋ ମା ନୁହଁ। ମୁଁ ତାଙ୍କୁ ମା ଡାକି ପାରିବିନି। ଏମିତି କହି କୁନି ଏକୁଟିଆ ହିଁ ଶୋଇ ପଡ଼ିଲା। ଅଧରାତିରେ ସେଇ ପିଶାଚି କୁନି ପାଖକୁ ଆସିଲା। ଖାଇବି ତତେ, ଆଜି ମୁଁ ଖାଇବି।
ତତେ ଖାଇବା ପାଇଁ ହିଁ ମୁଁ ସୁନ୍ଦରୀ ଝିଅର ରୂପ ନେଇ ତୋ ବାପାକୁ ବାହା ହେଇଛି। ଆଜି ମତେ ସେ ସୁଯୋଗ ମିଳିଗଲା। କିଏ କିଏ ଏମିତି ପାଟି କରୁଛ? ମତେ ଭାରି ଡର ଲାଗୁଛି, ମୋ ସାମ୍ନାକୁ ଆସ। ପିଶାଚୀର ଏମିତି ଶବ୍ଦରେ କୁନିର ନିଦ ଭାଙ୍ଗିଗଲା। ସେ ଜୋର ଜୋର ଚିତ୍କାର କରୁଥିଲା। ସେତେବେଳେ ପିଶାଚୀ ମିନୁର ରୂପ ନେଇ କୁନିକୁ ଧରିଲା। କିଏ କିଏ ମା ତ ଧରିଲ? ଛାଡ଼ ଛାଡ଼ ମତେ। ଆରେ ଝିଅ ଡରନି, ମୁଁ ତୋର ମା ମିନୁ, ଦେଖ ମତେ। ନା ତୁମେ ମୋ ମା ନୁହଁ, ମୁଁ ତୁମକୁ ଦେଖିବିନି। ତୁମକୁ ଦେଖିଲେ ମତେ ଭାରି ଡର ଲାଗେ। ବାପା ବାପା ମତେ ବଞ୍ଚାଅ। ଆରେ ପାଟି କାହିଁକି କରୁଛୁ? କେହି ତ କଥା ଏଠି ଶୁଣିବେନି। ଆ ମୋ ପାଖକୁ ଆ, ମୁଁ ତତେ ବହୁତ ଧୀରେ ଧୀରେ ଖାଇବି, ତତେ ଜମା ବି କଷ୍ଟ ହେବନି। ପିଶାଚୀର ଏମିତି କଥା ଶୁଣି କୁନି ଭୀଷଣ ଡରିଗଲା। ସେ ଦୌଡ଼ି ଯାଇ ତା ମା ଲଗେଇଥିବା ପିଜୁଳି ଗଛକୁ ଜାବୁଡ଼ି ଧରିଲା। ଏମିତି ଦେଖି ତ ପିଶାଚୀ ଆହୁରି ହସିଲା। ମୋ ସାଙ୍ଗରେ ମୂଷା ବିଲେଇ ଖେଳୁଛୁ? ଯା ଯା, ଯେତେ ଦୂରକୁ ଯାଉଛୁ ଯା, ମୁଁ ତତେ ଆଜି ଧରିକି ହିଁ ରହିବି। ସେପଟେ କୁନି ପିଜୁଳି ଗଛ ପଛପଟେ ଲୁଚି ରହିଲା। ପିଶାଚୀ ତାକୁ ଧରିବା ପାଇଁ ଯେମିତି ପିଜୁଳି ଗଛ ପାଖକୁ ଗଲା, ହଠାତ୍ ଏକ ଅଦୃଶ୍ୟ ଶକ୍ତି ପାଇଁ ସେ କୁନିର କ୍ଷତି କରିପାରିଲାନି। ଏ ସବୁ ପାଟିତୁଣ୍ଡ ଶୁଣି ରାଜୁ ଚଢ଼ି ବାହାରକୁ ଆସିଲା। ଆରେ ମିନୁ, ଏତେ ରାତିରେ ତୁ ଘର ବାହାରେ କାହିଁକି ଅଛୁ? କୁନି ତା ମାକୁ ଭାରି ମନେ ପକାଉଥିଲା। ସେ କହିଲା ସେ ପିଜୁଳି ଗଛ ପାଖକୁ ଆସିବ, ସେଥିପାଇଁ ମୁଁ ତା ସାଙ୍ଗରେ ବାହାରକୁ ଚାଲି ଆସିଲି। ଓ ଆଚ୍ଛା, ଏ ପିଜୁଳି ଗଛକୁ କୁନିର ମା ବହୁତ ଭଲ ପାଉଥିଲା। କୁନିକୁ ଏମିତି ଲାଗେ ତା ମା ଏ ଗଛ ପାଖରେ ହିଁ ଅଛି, ସେଥିପାଇଁ ସେ ସବୁବେଳେ ଦୌଡ଼ିକି ଏ ଗଛ ପାଖକୁ ଚାଲି ଆସେ। ଆଚ୍ଛା ଏମିତି କଥା। ହଉ କୁନି ଏଇଠି ଥାଉ, ଚାଲ ଆମେ ଘର ଭିତରକୁ ଯିବା। ମା କୋଉଠି ଅଛ ମା? ଇଏ ଚଢ଼େଇ ନୁହଁ, ଇଏ ଗୋଟେ ପିଶାଚୀ। ମତେ ଇଏ ମାରିଦେବ ମା, ମତେ ରକ୍ଷା କର। କୁନି ତୁ ଆଉ କାନ୍ଦିନି ମା। ମା ତୁମେ ଆସିଗଲ? ମୁଁ କୁଆଡ଼େ ବି ଯାଇନି ରେ ଧନ, ମୁଁ ତ ପାଖରେ ହିଁ ଅଛି। ଏବେ ତୁ ଘରକୁ ଯା। ଠିକ୍ ଅଛି ମା, ମୁଁ ଏବେ ଘରକୁ ଯାଉଛି। ହେଲେ ମତେ ଯେତେବେଳେ ବି ଡର ଲାଗିବ ମୁଁ ତୁମ ପାଖକୁ ଚାଲି ଆସିବି। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ, ରାଜୁ ତମକୁ ଗୋଟେ କଥା କହିଥାନ୍ତି। ଏଇ ପିଜୁଳି ଗଛରେ ପୋକ ହେଇଯାଇଛନ୍ତି, ଏଇ ଗଛକୁ ଶୀଘ୍ର କାଟିଦିଅ। ପୋକରା ପିଜୁଳି ଖାଇଲେ ଆମ ପେଟ ଖରାପ ହେଇଯିବ। କିନ୍ତୁ ଏ ଗଛ କୁନି ମାର ଶେଷ ସ୍ମୃତି, ୟାକୁ କାଟିଦେଲେ କୁନି ଅନେକ କାନ୍ଦିବ। କଣ ହେଲା? ତମ ପାଖରେ ତମ ଆଗ ସ୍ତ୍ରୀର ସ୍ମୃତି ଏତେ ମୂଲ୍ୟବାନ ହେଇଗଲା ଯେ ତମେ ମୋ କଥା ଶୁଣୁନ? ଯା, ମୁଁ ତମ ସହ ଆଉ କେବେ କଥା ହେବିନି। ନା ନା, ମୋ କହିବାର ଅର୍ଥ ସେଇଆ ନଥିଲା। ଆଚ୍ଛା ହଉ, ତୁ ଆଉ ମନ ଦୁଃଖ କରନି, ମୁଁ ଏବେ ଗଛକୁ କାଟି ଦେଉଛି। ତାପରେ ରାଜୁ ସେ ଗଛକୁ କାଟିବା ଆରମ୍ଭ କଲା। ଏ ସବୁ ଶବ୍ଦ ଶୁଣି କୁନି ଶୀଘ୍ର ବାହାରକୁ ଆସିଲା। ବାପା ଏ ଗଛକୁ କାଟନି, ବାପା ମୋ କଥା ଶୁଣ। ହେଲେ ରାଜୁ ତା ଝିଅ କୁନିର କିଛି କଥା ନ ଶୁଣି ପିଜୁଳି ଗଛକୁ କାଟିଦେଲା। ସେଇ ଗଛରୁ ଗୋଟେ ପିଜୁଳି ତଳେ ପଡ଼ି ସେଠି ରହିଗଲା। ବାକି ଗଛକୁ ରାଜୁ ଆଉ ମିନୁ ନେଇ ସେଠାରୁ ଚାଲିଗଲେ। ଯୋଉ ପିଜୁଳିଟି ତଳେ ପଡ଼ିଥିଲା, ହଠାତ୍ ସେ କଥା କହିଲା। ମା କୁନି ତୁ ମନ ଦୁଃଖ କରନି, ମୁଁ ଏଇ ପିଜୁଳି ଭିତରେ ଅଛି। ମତେ ନିଜ ସାଙ୍ଗରେ ନେଇଯା, କିଛି ସମୟ ପରେ ରାତି ହେଇଯିବ, ପିଶାଚୀ ତୋର କ୍ଷତି କରିପାରେ। ତାପରେ କୁନି ସେ ପିଜୁଳିକୁ ଧରି ଘର ଭିତରକୁ ଗଲା। କିଛି ସମୟ ପରେ ରାତି ହେଇଗଲା। ଆଜି ତ ସେ ପିଜୁଳି ଗଛ ନାହିଁ କୁନି, ଦେଖିବି ତତେ ଆଜି କିଏ ରକ୍ଷା କରିବ। ମା କୁନି ସେ ପିଶାଚୀ କେତେବେଳେ ବି ଏଠାକୁ ଆସିପାରେ। ମୁଁ ତତେ ଏବେ ପିଜୁଳି ଭିତରେ ରଖିଦିଏ। ସକାଳେ ପିଶାଚୀର ଶକ୍ତି କାମ କରିବନି, ସେତେବେଳେ ମୁଁ ତତେ ପିଜୁଳିରୁ ବାହାର କରିଦେବି। ଏମିତି କହି କୁନିର ମା ତାକୁ ସେ ପିଜୁଳି ଭିତରେ ରଖିଦେଲା। ପିଶାଚୀ ସେଠାକୁ ଆସି କୁନିକୁ ଖୋଜିଲା, ହେଲେ ତାକୁ ପାଇଲାନି। ଏ ବଦମାସ ଛୁଆ ଆଜି ବି କୁଆଡେ ଚାଲିଗଲା, ଦେଖିବି ସେ କେତେ ଦିନ ମୋଠୁ ବଞ୍ଚିବ। ଯେମିତି ପିଶାଚୀ ସେଠାରୁ ଚାଲିଗଲା, କୁନି ପିଜୁଳିରୁ ବାହାରି ଆସିଲା। ମା କୁନି ମୋ ପାଖରେ ଆଉ ବେଶୀ ସମୟ ନାହିଁ, ମୁଁ ସବୁଦିନ ପାଇଁ ଏଠାରୁ ଚାଲିଯିବି। ତା ପୂର୍ବରୁ ପିଶାଚୀକୁ ଧ୍ୱଂସ କରିବାର ରାସ୍ତା ମୁଁ ତତେ କହିଦେବି। କିନ୍ତୁ ମା, ମୁଁ କଣ ସେ ପିଶାଚୀକୁ ଧ୍ୱଂସ କରିପାରିବି? ତୁ ପାରିବୁ ଝିଅ,
ମୋର ତୋ ଉପରେ ପୁରା ବିଶ୍ୱାସ ଅଛି। ଶୁଣୁ, ଏଠାରୁ କିଛି ଦୂରରେ ଏକ ମନ୍ଦିର ଅଛି। ସେ ମନ୍ଦିର ଭିତରେ ଥିବା ଏକ ସୁନା କଳସୀରେ ପବିତ୍ର ଗଙ୍ଗାଜଳ ଅଛି। ସେହି ଗଙ୍ଗାଜଳ ଆଣି ପିଶାଚି ଉପରେ ପକେଇଲେ ସେ ଧ୍ୱଂସ ହେଇଯିବ। ଯେତେବେଳେ ଏ କାମ କରିବୁ ତୋ ବାପା ତୋ ପାଖରେ ଥିବେ, ଏକଥାର ଧ୍ୟାନ ରଖିବୁ। ଯା ମା, ସକାଳ ହେଇଗଲାଣି, ଶୀଘ୍ର ମନ୍ଦିରକୁ ଯା। ତାପରେ କୁନିର ମା ଅଦୃଶ୍ୟ ହେଇଗଲା। କୁନି ଶୀଘ୍ର ମନ୍ଦିରକୁ ଗଲା ଆଉ ମନ୍ଦିର ଭିତରେ ଥିବା ସ୍ୱର୍ଣ୍ଣ କଳସୀରୁ ଗଙ୍ଗାଜଳ ନେଇ ଆସିଲା। ବାପା, ମୁଁ ତୁମକୁ କିଛି କହିବାକୁ ଚାହୁଁଛି। କ'ଣ କହିବୁ ମା, କହ। ମିନୁ କୁନି ହାତରେ ଗଙ୍ଗାଜଳ ଦେଖି ଡରିଗଲା। ସେ ରାଜୁକୁ କହିଲା, ରାଜୁ, ତମେ କୁନି ସହ କଥା ହୁଅ, ମୁଁ ଟିକେ ବାହାରୁ ଆସୁଛି। କୁଆଡ଼େ ଯାଉଛ ନୂଆ ମା? ବାପାଙ୍କୁ କ'ଣ କହିବି, ତୁମେ କ'ଣ ଶୁଣିବନି? ଏମିତି କହି କୁନି ଶୀଘ୍ର ଗଙ୍ଗାଜଳ ମିନୁ ଉପରକୁ ପକେଇଦେଲା। ମିନୁ ଦେହରେ ନିଆଁ ଲାଗିଗଲା। ସେ ନିଜ ପ୍ରକୃତ ରୂପକୁ ଆସି ଜଳିବାକୁ ଲାଗିଲା। ମରିଗଲି, ଆରେ ମରିଗଲି। କ'ଣ କଲୁ ତୁ? ମତେ ବଞ୍ଚା, ନହେଲେ ନିଆଁରେ ଜଳି ମୁଁ ପାଉଁଶ ହେଇଯିବି। ଇଏ ତ ଗୋଟେ ପିଶାଚି। ମୁଁ ୟାକୁ ଚିହ୍ନି ନ ପାରି ବାହା ହେଇ ଘରକୁ ଆଣିଥିଲି। ହଁ ବାପା, ଇଏ ଗୋଟେ ପିଶାଚି। ଆଉ ଗୋଟେ କଥା ଜାଣିଛ ବାପା, ଇଏ ମତେ ମାରି ଖାଇବାକୁ ଚାହୁଁଥିଲା। ତୁ କ'ଣ କହୁଛୁ ରେ ମା? ତୋ ସହ ଏତେ ସବୁ ଘଟଣା ଘଟିଗଲା, ଅଥଚ ମୁଁ କିଛି ଜାଣିପାରିଲିନି। ମତେ କ୍ଷମା କରିଦେବୁ ମା, ମୁଁ ତୋର ଠିକରେ ଯତ୍ନ ନେଇପାରିଲିନି। ଦେଖୁ ଦେଖୁ କିଛି ସମୟରେ ହିଁ ପିଶାଚି ନିଆଁରେ ଜଳି ପାଉଁଶ ହେଇଗଲା। କୁନିର ଆଉ ଭୟ ରହିଲାନି। ସେ ଖୁସିରେ ତା ବାପା ସହ ରହିଲା। ଅନେକ ଦୂର ଏକ ଆକାଶରେ କିଛି ଚଢ଼େଇ ପରି ରହୁଥିଲେ। ଦିନେ ସେମାନଙ୍କ ଭିତରୁ ଏକ ପରୀ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲା। ହଠାତ୍ ସେ ଏକ ଫଳ ଗଛ ଦେଖିଲା। ଆରେ ବା, ଏଇ ଗଛରେ କେତେ ଲାଲ ସେଓ ଫଳିଛି। ମୁଁ ଏଥିରୁ ଗୋଟେ ସେଓ ଖାଏନିଏ। ହେଲେ ମୁଁ ତ ଆଜି ମୋ ସାଙ୍ଗରେ ଯାଦୁର ଲାଠି ଆଣିନି। ଯାଦୁର ଲାଠି ବିନା ମୋ ଯାଦୁ କାମ କରିବନି। ଏବେ ସେଓ କେମିତି ପାଳିବି? ଆରେ ହଁ, ମୁଁ ତ ଉଡ଼ିପାରେ। ମୁଁ ଗଛ ଉପରକୁ ଯାଇ ଗୋଟେ ସେଓ ତୋଳି ଖାଇନିଏ। ଏମିତି କହି ସେ ପରୀ ଗଛ ଉପରକୁ ଯାଇ ସେଓ ଖାଇଲା। ହଠାତ୍ ତାର ଗୋଡ଼ ଖସିଗଲା। ପରୀ ତଳେ ପଡ଼ିଗଲା। ଗଛ ତଳେ ଏକ କଣ୍ଟା ବାଡ଼ି ଥିବାରୁ ପରୀର ଡେଣା କଟିଗଲା। ମୋ ଡେଣା କଟିଗଲା। ମୁଁ ଟିକେ ବି ହଲି ପାରୁନି। ବଞ୍ଚାଅ, ମତେ କେହି ସାହାଯ୍ୟ କର। ସେତେବେଳେ ସେ ରାସ୍ତାରେ ଏକ ଚଢ଼େଇ ଯାଉଥିଲା। ପରୀର ଚିତ୍କାର ଶୁଣି ସେ ତା ପାଖକୁ ଗଲା। ଚଢ଼େଇ, ମତେ ଟିକେ ସାହାଯ୍ୟ କର। ମୋ ଡେଣା କଟି ଯାଇଛି। ମୁଁ ଟିକେ ବି ହଲି ପାରୁନି। ଆରେ ସତରେ ତ, ତୁମ ଡେଣା ଅନେକ କଟି ଯାଇଛି। ତୁମେ ଟିକେ ଅପେକ୍ଷା କର, ମୁଁ ଏବେ ଔଷଧ ପତ୍ର ଆଣି ତୁମ ଡେଣାରେ ଲଗେଇଦେବି। ଏମିତି କହି ଚଢ଼େଇ ଶୀଘ୍ର ଯାଇ କିଛି ଔଷଧ ପତ୍ର ଖୋଜି ଆଣିଲା ଆଉ ସେସବୁ ସେ ପରୀର ଡେଣାରେ ଲଗେଇଦେଲା। କିଛି ସମୟ ପରେ ପରୀକୁ ଟିକେ ଭଲ ଲାଗିଲା। ସେ ଚଢ଼େଇକୁ ଧନ୍ୟବାଦ ଜଣାଇ ନିଜ ଘରକୁ ଚାଲିଗଲା। ଚଢ଼େଇ ବି ନିଜ ଘରକୁ ଫେରି ଆସିଲା। ଏହିପରି କିଛି ଦିନ ବିତିଗଲା। ମୋ ଘରଟି ତ ଅନେକ ଜାଗା ଭାଙ୍ଗି ଯାଇଛି। ଏଇ ଘରେ ବେଶୀ ଦିନ ରହିହେବନି। ମତେ ଶୀଘ୍ର ଏକ ଘର ତିଆରି କରିବାକୁ ପଡ଼ିବ। ହେଲେ ମୁଁ ଏତେ ଶୀଘ୍ର ଘର କେମିତି ତିଆରି କରିବି? ସେତେବେଳେ ହଠାତ୍ ତାର ନଜର ପିମ୍ପୁଡ଼ିଙ୍କ ଉପରେ ପଡ଼ିଲା। ସେ ପିମ୍ପୁଡ଼ିଙ୍କ ଘର ଦେଖି ମନରେ ଚିନ୍ତା କଲା, ଆରେ ବା, ଏ ପିମ୍ପୁଡ଼ି ମାନେ ମାଟିରେ କେତେ ସୁନ୍ଦର ଘର ତିଆରି କରିଛନ୍ତି। ମୁଁ ବି ଯଦି ମାଟିରେ ଏମିତି ଘର ତିଆରି କରିପାରନ୍ତି, ଖୁବ୍ ଶୀଘ୍ର ମୋ ଘର ତିଆରି ହେଇଯାଆନ୍ତା। ଏମିତି ଚିନ୍ତା କରି ଚଢ଼େଇ ଶୀଘ୍ର ନଦୀ ପାଖକୁ ଗଲା ଆଉ କିଛି କାଦୁଅ ମାଟି ଆଣି ଘର ତିଆରି କରିବାକୁ ଚେଷ୍ଟା କଲା। ହେଲେ ସେ ଯେତେ ଚେଷ୍ଟା କଲେ ବି ମାଟିରେ ଭଲ ଘର ତିଆରି କରିପାରୁନଥିଲା। ଏମିତି ଦେଖି ତ ଚଢ଼େଇ ଅନେକ କାନ୍ଦିଲା। ସେହି ସମୟରେ ପରୀ ତା ପାଖକୁ ଆସିଲା। ଆରେ ଚଢ଼େଇ, କ'ଣ ହେଲା? ତୁ ଏମିତି ମନ ଦୁଃଖରେ କାନ୍ଦୁଛୁ କାହିଁକି? ଓ ଏମିତି କଥା, ତୁ ଚିନ୍ତା କରନି ଚଢ଼େଇ, ମୁଁ ତତେ ଏକ ମାଟି ଘର ଦେବି। ଏଇ ନେ। ଚଢ଼େଇ, ଏ ମାଟି ଘରେ ତୁ ନିଜ ମନ ପସନ୍ଦର ରଙ୍ଗ ଦେଇ ତାକୁ ସୁନ୍ଦର କରିପାରିବୁ। ତୁମକୁ ଅନେକ ଅନେକ ଧନ୍ୟବାଦ ପରୀ। ମୁଁ ଏ ମାଟି ଘରେ କ'ଣ ରଙ୍ଗ ଦେବି? ହଁ, ମୁଁ ଏ ମାଟି ଘରକୁ ଲାଲ ରଙ୍ଗ ଦେବି। ମତେ ଲାଲ ରଙ୍ଗ ଭାରି ଭଲ ଲାଗେ।
हाँ हाँ मालिकाणी, मते लाल रंग दियंतु, मते भी लाल रंग भारी भल लगे। अरे माटी घर, तू कौन कथा कहूचु? मो जादूर घर, मो कथा कहि पारे मालिकाणी। अरे बा, ये तो बहुत भल कथा। कथा हेबा पई एबे मते जानी मिली गला। एमिति कही चढ़ई शीघ्र बाजार को गला आउ लाल रंग आनी माटी घर को रंग करदेला। माटी घर, तू अनेक सुंदर देखा जाउचु। चल एबे मु तते गछ ऊपर को नहीं जीबी। एमिति कही चढ़ई से माटी घर को धरी गछ ऊपर को गला आउ से माटी घरे रहिबा आरंभ कला। धीरे धीरे माटी घर कथा जंगल भितर प्रचार हो गला। गोटे दिन जंगल रे प्रबल वर्षा हैला। जंगल रे केते वर्षा हेउची। जा हो मो पाखरे माटी घर थिबारु मो वर्षा रे न भिजी आराम रे घर भितर सोईची। चढ़ई एपरी चिंता करी खुशी हेबा समय एक बुढ़ी चढ़ई सेठा को आसिला। एते वर्षा रे किए मो घर को आसिला, जाई देखे। ए कौन बुढ़ी माँ, एते वर्षा रे तुमे मो घर कबाट काहेकि बाड़ौच? मारी, ए वर्षा रे मो घर भांगी जाइची। रहिबा पाई मु कोउठी भी जगह पाइलिनी। मते तो घरे आश्रय देइथा माँ। पागल ना कौन, मु तुम भली एक बुढ़ी को मो घरे आश्रय देबी? तुमे कथा भाबिलो केमिति? वर्षा रे तुम देह पूरा ओदा हो जाइची। तुमे मो घर भीतर को गले मो घर हसना हो जीव। जाओ जाओ आउ कोठी जाओ। ना ना एमिति कहनी माँ, मते भारी दुर्बल लागुची। ए दुर्बल शरीर नहीं मु कोठी की जीवी? बेसी नहले भी हाजी राती मते तो घरे आश्रय देइथा। सकाळ हेउ हेउ मु एठू चली जीवी। ना ना मालिकाणी, ए बुढ़ी को जमा घर भीतर को नियनी। मोर एते सुंदर घरटा खराब हो जीव। जाओ जाओ बुढ़ी माँ, एठी छिड़ा ही रुहनी। मु तुमको मो घरे आश्रय दे पारिबिनी। बुढ़ी जीवाकू राजी न हेबारु चढ़ी ताकू धक्का देई तळे पकईदेला। ए माटी घर को नहीं तू जो अहंकार करुचु, देखिबु से अहंकार तोर बेसी दिन रहिबनी। एमिति कही से बुढ़ी चढ़ी सेठारु चलीगला। माटी घर आउ चढ़ी हसिबाकू लागिले। किछि समय परे एक असुस्थ माकड़ सेठाकू आसिला। से भी चढ़ी को साहाय्य मागिला। चढ़ी, तो घर अनेक बड़ आउ मजबूत। तो भली घर जंगल रे आउ काहार भी नाही। मते तो घरे आश्रय देले तोर क्षति हेबनी। मो देह भारी खराब, मते तो घरे आश्रय देता चढ़ी। तो भली एते बड़ माकड़ को मो घरे आश्रय देई कौन मो घर भांगीबी? जा जा मु तते आश्रय दे पारिबिनी। मो बेसी दिन रहिबिनी चढ़ी। मो देह सुस्थ हेले मु एठू चली जीवी। मु गर्भवती, ए अवस्था रे मु बेसी दूर को जाई पारिबिनी। अच्छा अच्छा, तू ताहले मो घर नेबा पई पूरा प्लान करी आसीचु। आग देह खराब कई मो घरे रहिबु, तापरे छुआ हैला परे तो छुआ को कथा कही एठी रहिबु। एमिति धीरे धीरे तू मो घर को पूरा कब्जा करी नेबु नाही। एमिति कही चढ़ी कबाट बंद करदेला। माँ माकड़ मन दुखरे सेठारु चली गला। एते सुंदर घर गोटे मु पाइची, आउ एमाने आसी मो घर उपरे नजर पकाउचंती। मु काहाकू भी मो घरे रहिबाकू देबिनी। तुमे ठीक कहछ मालिकाणी, तुम परी एक सुंदरी मालिकाणी पाई मु अनेक खुशी। एमिति से चढ़ई आउ माटी घर बहुत अहंकार करुथिले। से माने काहाकू भी साहाय्य करू नथिले। ए सबु जेतेबेले परी जानिला से अनेक रागी गला। आउ चढ़ई को शास्ति देबा पई से एक बादल को पठिला। मालिकाणी मते बंचातु, ये वर्षा पानी रे मो माटी घर थोई ही जाउची। ये वर्षा को अटकांतु, मते बंचातु मालिकाणी। ए कौन माटी घर, एते झड़ वर्षा रे भी तोर किछि क्षति हैला नाही। किंतु ये अल्प वर्षा रे तो माटी धोई ही गले केमिति? तू चिंता करनी, मु जाई देखे कि एमिति करूची। बादल राणी, अन्य को जगह रे भी वर्षा न करी तुमे मो माटी घर ऊपर ही काहेकि वर्षा करूच? चढ़ी, तू माटी घर पाइला परे अनेक अहंकारी पलटि जाइचु। जो माटी घर पाई तू एते अहंकार करूचु, मु से माटी घर को नष्ट करिया पे एठाक आसीची। देखु देखु किछि समय रे ही माटी घर पानी रे धोई हे शेष हे गला। चढ़ी जेते कांदिले भी किछि लाभ हैला नाही। से अन्य चढ़ी मानकु साहाय्य मागिला, हेले केही भी ताको साहाय्य कले नाही। चढ़ी निज भूल बुझी पारिला। सारा राती से गछरे बसी बिताइला। सकाळ हैला परे से जंगल भितरु मजबूत काठ खोजी आनिला। आउ परिश्रम करी एक घर तैयारी कला। आउ सेथिरे रहिला। से आउ काहा सह भी खराब व्यवहार करू नथिला।
ବିପଦ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ ବି କରୁଥିଲା। ଆରେ ମା କୁନି ମୁନି ବଣ୍ଟି, ଆସ, ମୁଁ ତମମାନଙ୍କ ପାଇଁ ଖାଇବା ଆଣି ଦେଇଛି, କିଛି ଖାଇନିଅ। ମା କୁନି ମୁନି, ମୁଁ ଏବେ କାମକୁ ଯାଉଛି। ମୁଁ ଘରକୁ ନ ଫେରିବା ଯାଏଁ ତମେମାନେ ତମ ସାନ ଭାଇ ବଣ୍ଟିକୁ ଛାଡ଼ି କୁଆଡ଼େ ବି ଯିବନି। ତମେମାନେ ତ ଜାଣ ତମ ସାନ ଭାଇ ବଣ୍ଟିର ଦେହ ଦୁର୍ବଳ। ସେ ଏକା ରହିଲେ ଯଦି ତାର କିଛି ବିପଦ ହେବ। ଠିକ ଅଛି ମା, ଚିନ୍ତା କରନି। ତୁମେ ନ ଆସିବା ଯାଏଁ ଆମେ ବଣ୍ଟିକୁ ଛାଡ଼ି କୁଆଡ଼େ ବି ଯିବୁନି। ଆରେ ମୁନି, ଘରେ ବସି ବସି ମତେ ଭାରି ବୋର ଲାଗିଲାଣି। ମତେ ନା ଖେଳିବାକୁ ଇଚ୍ଛା ହଉଛି। ଚାଲେ ଆମେ ଗୋଟେ କାମ କରିବା, ଏ ବଣ୍ଟିକୁ ଘରେ ବନ୍ଦୀ କରି ଖେଳିବାକୁ ଯିବା। ମା ଆସିବା ପୂର୍ବରୁ ଆମେ ଘରକୁ ଫେରି ଆସିବା, ତାହେଲେ ମା କିଛି ବି ଜାଣିପାରିବେନି। ହଁ ଦିଦି, ମତେ ବି ଖେଳିବାକୁ ଇଚ୍ଛା ହଉଛି, ଚାଲ ଆମେ ଯିବା। ଦିଦି ମୁଁ ବି ତୁମ ସାଙ୍ଗରେ ବାହାରକୁ ଯିବି, ମତେ ବି ଖେଳିବାକୁ ଭାରି ଇଚ୍ଛା ହଉଛି। ନା ନା, ଆମେ ତତେ ବାହାରକୁ ନେଇ ପାରିବୁନି। ମା ଜାଣିଲେ ଆମକୁ ବହୁତ ରାଗିବେ। ତୋର ଯଦି ଏତେ ବାହାରକୁ ଯିବା ପାଇଁ ଇଚ୍ଛା ହଉଛି, ଏମିତି ଦୁର୍ବଳ ହେଇ କାହିଁକି ଜନ୍ମ ନେଲୁ? ଆମ ଭଳି ଶକ୍ତିଶାଳୀ ହେଇ ଜନ୍ମ ନେଲୁନି। ସେମିତି ହେଇଥିଲେ ତୋର ସବୁ ଇଚ୍ଛା ପୁରା ହେଇଥାନ୍ତା। ଏବେ ତ ଚୁପଚାପ ହେଇ ଘରେ ବସ। ମା ଆସିଲେ ଆମ ବିଷୟରେ କିଛି ବି କହିବୁନି, ବୁଝିଲୁ? ଠିକ ଅଛି ଦିଦି, ମୁଁ ତୁମର ସବୁ କଥା ମାନିବି। ମାଙ୍କୁ ତୁମ ବିଷୟରେ କିଛି ବି କହିବିନି। ହେ ଭଗବାନ, ମତେ କାହିଁକି ଏତେ ଦୁର୍ବଳ କଲ? ମୋ ଦୁର୍ବଳ ଶରୀର ବୋଲି ମୁଁ ବାହାରକୁ ଯାଇ ସମସ୍ତଙ୍କ ସହ ଖେଳି ପାରୁନି। ସବୁଦିନ ଅପେକ୍ଷା ଆଜି ମୁଁ ଅଧିକା କାମ କରିଛି, ସେଥିପାଇଁ ଆଜି ଅଧିକ ଟଙ୍କା ବି ପାଇଛି। ମୁଁ ଆଜି ବଣ୍ଟି ପାଇଁ କିଛି ଭିଟାମିନ୍ ଯୁକ୍ତ ଫଳ ନେଇଯିବି। ସେ ଭିଟାମିନ୍ ଯୁକ୍ତ ଫଳ ଖାଇଲେ ଶକ୍ତି ପାଇବ। କାଉ ଭାଇ, ମତେ ଆଜି ଅଧିକ ଭିଟାମିନ୍ ଯୁକ୍ତ ଫଳ ଦିଅ। କିରେ ଚଢ଼େଇ, ତୋ ପୁଅର ଦେହ କଣ ଏଯାଏଁ ଭଲ ହେଇନି? ଆଜି କଣ ତୁ ଅଧିକ ଫଳ ନେଉଛୁ? ଯାହା ବି କର ଚଢ଼େଇ, ତୋର ସେ ଦୁର୍ବଳ ଛୁଆ କେବେ ବି ସୁସ୍ଥ ହେବନି। ଏମିତି କାହିଁକି କହୁଛ କାଉ ଭାଇ? ମୋ ପୁଅର ଦେହ ଦୁର୍ବଳ ବୋଲି ସେ କଣ କେବେ ଭଲ ହେବନି? ମୁଁ ଏମିତି କଣ ଭୁଲ କହିଲି କି? ଯାହା ସତ ତାହା ହିଁ କହିଲି। କାଉ ଭାଇ, ମୁଁ ତୁମ ସହ ଯୁକ୍ତି କରିବାକୁ ଚାହୁଁନି। ମତେ କିଛି ଫଳ ଦିଅ, ମୁଁ ଘରକୁ ଯିବି। ମା କୁନି ମୁନି, ବାହାରକୁ ଆସ, ଦେଖ ଆଜି ମୁଁ ସମସ୍ତଙ୍କ ପାଇଁ କଣ ଆଣିଛି। ଆରେ କବାଟ କଣ ବାହାର ପଟୁ ବନ୍ଦ ଅଛି? ଘରେ କଣ କେହି ନାହାନ୍ତି? ଆରେ ମା ତ ଶୀଘ୍ର ଘରକୁ ଆସିଗଲେ। ଏଯାଏଁ ଦିଦି ମାନେ ଘରକୁ ଫେରି ନାହାନ୍ତି। ଏବେ ମୋ ମାଙ୍କୁ କଣ କହିବି? ମା, କବାଟ ଖୋଲି ଭିତରକୁ ଆସ, ମୁଁ ଘର ଭିତରେ ହିଁ ଅଛି। ଇଏ କଣ ବଣ୍ଟି ବାବା, ତତେ ଘରେ ଏକା ବନ୍ଦୀ କରି କୁନି ଆଉ ମୁନି କୁଆଡେ ଚାଲିଗଲେ? କଥା କଣ କି ମା, ତୁମେ ଆସିବାରେ ଡେରି କରିଦେଲ ତ, ସେଥିପାଇଁ ଦିଦି ମାନେ ତମକୁ ଖୋଜିବାକୁ ଯାଇଛନ୍ତି। ହେଲେ ମୁଁ ତ ଏବେ ଘରକୁ ଆସିଗଲି, ସେମାନେ ମତେ କୋଉଠି ଖୋଜିବେ? ମୁଁ ସେମାନଙ୍କ ପାଖକୁ ଯାଇ ତାଙ୍କୁ ନେଇ ଆସେ, ନହେଲେ କୁନି ଆଉ ମୁନି ଘରକୁ ଫେରିବାର ରାସ୍ତା ଭୁଲିଯିବେ। କୁନି ମୁନି, ତମେ ମାନେ ଏଠି ଖେଳୁଛ ଆଉ ସେପଟେ ବଣ୍ଟିକୁ ଘରେ ବନ୍ଦୀ କରି ରଖିଛ? ମୁଁ କହିଥିଲି ନା ତାକୁ ଏକା ଛାଡ଼ି କୁଆଡେ ବି ଯିବନି। ମତେ ଖୋଜିବାକୁ ତମେ ମାନେ କାହିଁକି ବାହାରିଥିଲ? କାମ ଶେଷ ହେଲା ପରେ ମୁଁ ଠିକ ଘରକୁ ଫେରିବି। ତମେ ମାନେ ମତେ ଆଉ ଖୋଜିବା ପାଇଁ ବାହାରକୁ ଆସିବନି। କଥା କଣ କି ମା, ବଣ୍ଟି ଭାରି ଦୁର୍ବଳ। ଆମେ ଯୋଉ ଖେଳ ଖେଳିବୁ ବଣ୍ଟି ସେ ଖେଳ ଖେଳି ପାରିବନି, ସେଥିପାଇଁ ତାକୁ ଘରେ ରଖି ଆମେ ଏଠାକୁ ଆସିଥିଲୁ। ବଣ୍ଟି ଯୋଉ ଖେଳ ଖେଳି ପାରିବ ତମେ ମାନେ ବି ସେଇ ଖେଳ ଖେଳିବ, ବୁଝିଲ? ଆଉ ହଁ, ଆଉ ଦିନେ ବି ବଣ୍ଟିକୁ ଘରେ ଏକା ରଖି ବାହାରକୁ ଆସିବନି। ଏବେ ଚାଲ ମୋ ସାଙ୍ଗରେ। ମା, ବଣ୍ଟିକୁ ଏତେ ଗୁଡେ ଫଳ ଖାଇବାକୁ ଦେଉଛ, ଆଉ ଆମକୁ କେତେ କମ ଫଳ କାହିଁକି ଦଉଛ? ଆରେ ତମେ ମାନେ କଣ ଦେଖୁନ, ବଣ୍ଟିର ଦେହ ଦୁର୍ବଳ। ସେ ଅଧିକ ଭିଟାମିନ୍ ଯୁକ୍ତ ଫଳ ଖାଇଲେ ଶୀଘ୍ର ତମମାନଙ୍କ ପରି ସୁସ୍ଥ ହେଇଯିବ। ତାପରେ ସେ ତମମାନଙ୍କ ସହ ଖେଳି ପାରିବ। ଏମିତି ଶୁଣି କୁନି ଆଉ ମୁନି କିଛି ବି କହିଲେନି। ତାପରେ ସେମାନେ ଫଳ ଖାଇଲେ। କିଛି ସମୟ ପରେ ସନ୍ଧ୍ୟା ହେଇଗଲା, ସମସ୍ତେ ଶୋଇଲେ। ପରଦିନ ସକାଳେ ମା ଚଢ଼ି କାମକୁ ଯିବା ପରେ, ଏ ବଣ୍ଟି, ତୁ ମାକୁ କାଲି ଆମ ବିଷୟରେ କାହିଁକି କହିଦେଲୁ? ଆମେ ମନା କରିଥିଲୁ ନା କିଛି କହିବା ପାଇଁ?
ନା ନା ଦିଦି, ମୁଁ ତୁମ ବିଷୟରେ ମାକୁ କିଛି ବି କହିନି। ତମେ ମାନେ ଯୋଉ ଖେଳିବାକୁ ଯାଇଥିଲ ସେ କଥା ବି କହିନି। ମୁଁ ଜାଣେ ମାକୁ ଏକଥା କହିଲେ ମା ତମମାନଙ୍କୁ ରାଗିବେ, ସେଇଥିପାଇଁ କହିଲି ତମେ ମାନେ ମାକୁ ଖୋଜିବାକୁ ଯାଇଛ। ଭଲ କରିଛୁ କିଛି ନ କହି। ଆଜି ବି ଆମେ ଖେଳିବାକୁ ଯିବୁ, ତତେ ବି ସାଙ୍ଗରେ ନେଇଯିବୁ। ଆମେ ଯାହା ବି ଖେଳିବୁ ତୁ ଖେଳି ପାରିବୁନି, ସେଥିପାଇଁ ତୁ ଚୁପ ହେଇ ବସି ଆମକୁ ଦେଖିବୁ। ମା ପଚାରିଲେ କହିବୁ ତୁ ବି ଖେଳିଛୁ, ବୁଝିଲୁ? ଆଚ୍ଛା ଠିକ ଅଛି ଦିଦି। ବାବା କେତେ ମଜା ଲାଗୁଛି ମୁନି। ମତେ ବଲ୍ ଦେ, ବଲରେ ଖେଳିବାକୁ ମତେ ଭାରି ମଜା ଲାଗେ। ଦିଦି ଦିଦି ମତେ ବି ଟିକେ ଖେଳାଅ, ମୋର ବି ଖେଳିବାକୁ ଭାରି ଇଚ୍ଛା ହଉଛି। ଆମ ଅପେକ୍ଷା ମା ତତେ ଅଧିକ ଫଳ ଖାଇବାକୁ ଦିଅନ୍ତି, ତଥାପି ତୁ କାହିଁକି ଶକ୍ତିଶାଳୀ ହେଇପାରୁନୁ କହିଲୁ? ଯେବେ ଶକ୍ତିଶାଳୀ ହେବୁ ସେବେ ଆମ ସାଙ୍ଗରେ ଖେଳିପାରିବୁ। ଏମିତି ଶୁଣି ବଣ୍ଟିର ମନ ଦୁଃଖ ହେଇଗଲା। କୁନି ଆଉ ମୁନି ଖେଳିବାକୁ ଲାଗିଲେ। ସନ୍ଧ୍ୟାରେ ସମସ୍ତେ ଘରକୁ ଫେରୁଥିଲେ। ହଠାତ୍ ସେମାନେ ରାସ୍ତାରେ ଗୋଟେ ପାଚିଲା କଦଳୀ ଗଛ ଦେଖିଲେ। ଏ ବଣ୍ଟି, ତୁ ଏଠୁ ଚାଲିଯା, ଏ ଗଛର ପାଚିଲା କଦଳୀ ଆମେ ଖାଇବୁ। ତୋ ପାଇଁ ଆମକୁ ଘରେ ବେଶୀ ଫଳ ଖାଇବାକୁ ମିଳେନି, ଏବେ ତୁ ଯା ଏଠୁ। ଦିଦି ମତେ ବି ପାଚିଲା କଦଳୀ ଖାଇବାକୁ ଇଚ୍ଛା ହଉଛି, ମତେ ବି ଗୋଟେ ଦିଅ। ନା, ଆମେ ତତେ ଗୋଟେ ବି କଦଳୀ ଦେଇ ପାରିବୁନି। ସେପଟେ ଦେଖେ, ଆଗରେ ଗୋଟେ କଞ୍ଚା କଦଳୀ ଗଛ ଅଛି, ଯା ସେଠି ଥିବା କଞ୍ଚା କଦଳୀ ଖାଇବୁ। ସେମାନଙ୍କ କଥା ଶୁଣି ବଣ୍ଟି ଆଉ କିଛି ବି କହିଲାନି। ସେ କଞ୍ଚା କଦଳୀ ଗଛ ପାଖକୁ ଗଲା, ଆଉ ଗୋଟେ କଞ୍ଚା କଦଳୀ ତୋଳି ଖାଇଲା। ହଠାତ୍ ଏକ ଚମତ୍କାର ଘଟଣା ଘଟିଲା। ସେ କଦଳୀ ଗଛରେ ଥିବା ସବୁ କଦଳୀ ସୁନା ପାଲଟି ଗଲା, ଆଉ ବଣ୍ଟି ବି ଶକ୍ତିଶାଳୀ ହେଇଗଲା। ଆରେ ଏ କଣ ହେଇଗଲା? ଏ ଗଛର ସବୁ କଦଳୀ ସୁନା କେମିତି ହେଲା? ଆଉ ମତେ ଏତେ ଶକ୍ତି କେମିତି ମିଳିଲା? ମୁଁ ତୋର ସବୁ ଇଚ୍ଛା ପୂରା କରିଛି ବଣ୍ଟି। ମୁଁ ହେଉଛି ଯାଦୁର କଦଳୀ ଗଛ। ଏକ ଅଭିଶାପ କାରଣରୁ ମୁଁ କଞ୍ଚା କଦଳୀ ଗଛ ପାଲଟି ଯାଇଥିଲି। ମୋ ଗଛର କଦଳୀ କେବେ ବି ପାଚୁ ନଥିଲା। ମୁଁ କଞ୍ଚା କଦଳୀ ଗଛ ହେଇଥିବାରୁ କେହି ବି ମୋ ପାଖକୁ ଆସୁନଥିଲେ। ଏତେ ଦିନ ପରେ ଯାଇ ତୁ ମୋ ପାଖକୁ ଆସିଲୁ, ଆଉ ମୋ ଗଛର କଦଳୀ ଖାଇଲୁ। ମତେ ଅଭିଶାପରୁ ମୁକ୍ତି ମିଳିଲା, ସେଇ ଖୁସିରେ ମୁଁ ତ ଇଚ୍ଛା ପୂରା କରିଛି। ଯାଦୁର ଗଛ, ମୁଁ ତୁମକୁ କେମିତି ଧନ୍ୟବାଦ ଦେବି ଜାଣିପାରୁନି। ଏତେ ଦିନ ପରେ ଯାଇ ମୁଁ ଶକ୍ତି ପାଇଲି। ମୋ ମା ଏକଥା ଜାଣିଲେ ଅନେକ ଖୁସି ହେଇଯିବେ। ସତରେ ଯାଦୁର କଦଳୀ ଗଛ, ତୁମକୁ ଅନେକ ଅନେକ ଧନ୍ୟବାଦ। ନା ନା, ଧନ୍ୟବାଦ ଦେବାକୁ ପଡିବନି। ଏସବୁ ମୋ ତରଫରୁ ତୋ ପାଇଁ ଏକ ଉପହାର। ତୁ ଏ ସବୁ ସୁନା କଦଳୀ ବି ନେଇଯା। ଏସବୁ ଆଜିଠୁ ତୋର। ତୁ ଏ ସୁନା କଦଳୀ ବିକ୍ରି କରି ଖୁସିରେ ରହ। ତାପରେ ବଣ୍ଟି ସୁନା କଦଳୀ ଧରି ତା ଭଉଣୀମାନଙ୍କ ପାଖକୁ ଗଲା। ସେତେବେଳେ ସେ ଦେଖିଲା ଗୋଟେ ରାକ୍ଷସ ଚିଲ ତା ଭଉଣୀମାନଙ୍କୁ ଘେରି ଅଛି। ହା ହା ହା, ଏତେ ଦିନ ପରେ ଆଜି ଦୁଇଟା କଅଁଳିଆ ଚଢ଼େଇ ଛୁଆ ପାଇଲି। ଆଜି ତ ମଜା ଆସିଯିବ। ଆସ ମୋ ପାଖକୁ ଆସ, ମୁଁ ଏବେ ତମମାନଙ୍କୁ ଖାଇବି। ଏ କଣ, ରାକ୍ଷସ ଚିଲ ମୋ ଭଉଣୀମାନଙ୍କୁ ଖାଇବା ପାଇଁ ଚାହୁଁଛି? ନା ନା, ମୁଁ ଏମିତି ହେବାକୁ ଦେବିନି। ଏବେ ମୋ ପାଖରେ ଶକ୍ତି ଅଛି, ମୁଁ ମୋ ଭଉଣୀମାନଙ୍କୁ ରକ୍ଷା କରିବି। ରାକ୍ଷସ ଚିଲ, ମୋ ଭଉଣୀମାନଙ୍କର କିଛି କ୍ଷତି କରନି, ନହେଲେ ମୁଁ ତତେ ମାରିଦେବି। ଏଇ ଛୋଟ ହେଇ ବଡ଼ ବଡ଼ କଥା କହୁଛୁ? ତୋର ସାହସ ତ କମ୍ ନାହିଁ, ମତେ ଧମକ ଦେଉଛୁ? ଆଗ ତତେ ଖାଇବି, ତାପରେ ତ ଭଉଣୀମାନଙ୍କୁ ଖାଇବି। ଏମିତି କହି ରାକ୍ଷସ ଚିଲ ବଣ୍ଟିକୁ ମାରିବା ପାଇଁ ତା ପାଖକୁ ଆସିଲା। ବଣ୍ଟି ବି ରାକ୍ଷସ ଚିଲ ସହ ଲଢ଼େଇ କଲା, ଆଉ କିଛି ସମୟରେ ହିଁ ସେ ରାକ୍ଷସ ଚିଲକୁ ମାରିଦେଲା। ଆରେ ବଣ୍ଟି, ତୁ ଏତେ ଶକ୍ତି କେମିତି ପାଇଲୁ? ଗୋଟେ ରାକ୍ଷସ ଚିଲକୁ ତୁ ମାରିଦେଲୁ। ତାପରେ ବଣ୍ଟି ସେମାନଙ୍କୁ ସବୁ ଘଟଣା କହିଲା। ଆମକୁ କ୍ଷମା କରିଦେ ଭାଇ, ଆମେ ତୋ ସହ ଏତେ ଖରାପ ବ୍ୟବହାର କଲା ପରେ ବି ତୁ ଆମର ଜୀବନ ରକ୍ଷା କଲୁ। ଆମେ ଆଉ କେବେ ବି ତତେ ରାଗିବୁନି, ଏହି ଥରକୁ ଆମକୁ କ୍ଷମା କରିଦେ। ହଁ ଭାଇ, ମତେ ବି ତୁ କ୍ଷମା କରିଦେ। ମୁଁ ବି ଆଉ କେବେ ବି ତୋ ସହ ଖରାପ ବ୍ୟବହାର କରିବିନି। ଆରେ ଆରେ, ତମେ ମାନେ ବଡ଼ ହେଇ ମତେ କାହିଁକି କ୍ଷମା ମାଗୁଛ? ବିପଦରେ ଭଉଣୀ ପଡ଼ିଲେ ଭାଇ ତାକୁ ସାହାଯ୍ୟ କରେ, ଆଉ ଭାଇ ବିପଦରେ ପଡ଼ିଲେ ଭଉଣୀ ତାକୁ ସାହାଯ୍ୟ କରେ। ତା ଛଡ଼ା ମୁଁ ମୋ ଦୁଇ ଭଉଣୀକୁ ବହୁତ ଭଲ ପାଏ। ମୁଁ ତମମାନଙ୍କ ପାଇଁ ମୋ ଜୀବନ ବି ଦେଇପାରିବି। ଏମିତି ଶୁଣି କୁନି ଆଉ ମୁନି ନିଜ ଭୁଲ ବୁଝିପାରିଲେ। ସେମାନେ ତାଙ୍କ ଭାଇକୁ ଚାବୁଡ଼ି ଧରି ଅନେକ କାନ୍ଦିଲେ। ସେତେବେଳେ ମା ଚଢ଼େଇ ସେଠାକୁ ଆସୁଥିଲା।
ସେ ଛୁଆଙ୍କ ସବୁ କଥା ଶୁଣି ତାଙ୍କ ପାଖକୁ ଗଲା। ପିଲାମାନେ, ମୁଁ ଆଜି ତମମାନଙ୍କୁ ଗୋଟେ କଥା କହୁଛି, ମନେ ରଖିବ। କେବେ ବି କାହାକୁ ଅବହେଳା କରିବନି। କେତେବେଳେ କାହାର ଭାଗ୍ୟ ପରିବର୍ତ୍ତନ ହେଇଯିବ ତା କେହି କହିପାରିବେନି। ଆସ ଏବେ ଘରକୁ ଯିବା। ତାପରେ ସେମାନେ ସୁନା କଦଳୀ ଧରି ଘରକୁ ଆସିଲେ। ସେମାନେ ସୁନା କଦଳୀ ବିକ୍ରି କରି ତାଙ୍କର ସବୁ ଅଭାବ ଦୂର କଲେ। ବଣ୍ଟି ପ୍ରତିଦିନ ତା ଭଉଣୀମାନଙ୍କ ସହ ଖେଳୁଥିଲା। ଏମିତି ସେ ତା ପରିବାର ସହ ଖୁବ୍ ଖୁସିରେ ରହିଲା। ଆରେ ଏ କଣ ହେଇଗଲା? ମୁଁ ତ ଟିକେ ବି ହଲି ପାରୁନି। ମତେ କେହି ସାହାଯ୍ୟ କର। କିଏ ତୁମେ? ଏମିତି କାନ୍ଦୁଛ କାହିଁକି? ମୁଁ ଜଣେ ପରୀ। ଗୋଟେ ଯାଦୁଗର ମତେ ଧରିବାକୁ ଚାହୁଁଥିଲା। ତା ପାଖରୁ ରକ୍ଷା ପାଇବା ପାଇଁ ମୁଁ ଏ ଜଙ୍ଗଲକୁ ଚାଲି ଆସିଲି। ଲୁଚିବା ପାଇଁ ଜାଗା ଖୋଜିବା ସମୟରେ ମୁଁ ଏକ ଗଛ ସହ ଧକ୍କା ହେଇ ପଡ଼ିଗଲି। ଆଉ ମୋର ଏମିତି ଅବସ୍ଥା ହେଲା। ତମେ ଦୁଇ ଜଣ ମତେ ଟିକେ ସାହାଯ୍ୟ କର। ଏଇ ପାଖରେ ଗୋଟେ ମକା ଘର ଅଛି। ମତେ ସେ ଘର ଭିତରକୁ ନେଇଯାଅ। ମୁଁ ସେଠି କିଛି ସମୟ ଆରାମ କଲା ପରେ ସୁସ୍ଥ ହେଇଯିବି। ପରୀର ଏପରି କଥା ଶୁଣି ଦୁଇ କାଉ ତାଠୁ ଦୂରକୁ ଯାଇ କଥା ହେଲେ। ଆରେ ଶୁଣ ନା, ଇଏ ଗୋଟେ ପରୀ। ଚାଲ ଆମେ ତାକୁ ସାହାଯ୍ୟ କରିବା। ମୁଁ ଶୁଣିଛି ପରୀମାନଙ୍କୁ ଯିଏ ସାହାଯ୍ୟ କରେ ପରୀ ସେମାନଙ୍କୁ ଉପହାର ଦିଏ। ଆମେ ଏଇ ପରୀକୁ ସାହାଯ୍ୟ କରିବା, ଆଉ ଉପହାରରେ ତାଠୁ ଆମେ ଅନେକ ସୁନା ନେଇଯିବା। କାଉ ବି ତା ସ୍ତ୍ରୀ କଥାରେ ରାଜି ହେଇଗଲା। ତାପରେ ଦୁଇ କାଉ ପରୀକୁ ନେଇ ସେ ମକା ଘର ଭିତରକୁ ଗଲେ। ତମ ଦୁଇ ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ମୋ ଜୀବନ ବଞ୍ଚିଗଲା। ଧନ୍ୟବାଦ ତ ଠିକ ଅଛି, ହେଲେ ପରୀ ଆମେ ତୁମକୁ ସାହାଯ୍ୟ କରିଛୁ। ତା ବଦଳରେ ଆମକୁ କିଛି ଉପହାର ଦିଅ। ହଁ ହଁ, ମୁଁ ତୁମମାନଙ୍କୁ ନିଶ୍ଚୟ ଉପହାର ଦେବି। କିନ୍ତୁ ମୋ ଯାଦୁର ଲାଠି ବିନା ମୋ ଯାଦୁ ଶକ୍ତି କାମ କରିନି। ମୁଁ ଯୋଉ ଗଛ ତଳେ ପଡ଼ିଥିଲି ସେଇ ଗଛ ପାଖରେ ହିଁ ମୋ ଯାଦୁର ଲାଠି ପଡ଼ିଥିବ। ମତେ ମୋ ଯାଦୁର ଲାଠି ଆଣିଦିଅ, ମୁଁ ତୁମକୁ ଉପହାର ଦେବି। ଏମିତି ଶୁଣି ଦୁଇ କାଉ ପରୀର ସେ ଯାଦୁର ଲାଠି ନେବା ପାଇଁ ଆସିଲେ। କିଛି ସମୟ ଖୋଜିଲା ପରେ ସେମାନେ ସେ ଯାଦୁର ଲାଠି ପାଇଗଲେ। ଆରେ ଏଇ ତ ସେ ପରୀର ଯାଦୁର ଲାଠି। ଚାଲ ଏବେ ୟାକୁ ନେଇ ତା ପାଖକୁ ଯିବା। ଆରେ ରହ ରହ, ଏ ଯାଦୁର ଲାଠି ଯଦି ଆମେ ପରୀକୁ ଦେବା ସେ କେବଳ ଥରେ ଆମକୁ ଉପହାର ଦେବ। କିନ୍ତୁ ଯଦି ଏ ଯାଦୁର ଲାଠି ଆମେ ନେଇଯିବା ଆମେ ସବୁଦିନ ଉପହାର ପାଇବା। ହଁ, ତୁମେ ଏକଦମ ଠିକ କଥା କହିଛ। ହେଲେ ସେ ପରୀ ତ ଏକଥା ଜାଣିଲେ ଆମଠୁ ଏ ଯାଦୁର ଲାଠି ନେଇଯିବ। ତୁ ଚିନ୍ତା କରନି, ଆମେ ଯାଦୁର ଲାଠି ନେଇ ପରୀକୁ ସେହି ମକା ଘରେ ବନ୍ଦୀ କରିଦେବା। ସେ କେବେ ବି ମକା ଘରୁ ବାହାରି ପାରିବନି କି ଆମଠୁ ଏ ଯାଦୁର ଲାଠି ନେଇ ପାରିବନି। ଏମିତି କଥା ହେଇ ଦୁଇ କାଉ ପରୀକୁ ସେଇ ମକା ଘରେ ବନ୍ଦୀ କରିଦେଲେ। ପରୀ ଯେତେବେଳେ ଏକଥା ଜାଣିଲା ସେ କାଉ ମାନଙ୍କୁ କହିଲା, ଆରେ ତମେ ମାନେ କଣ କରୁଛ? ଏଭଳି ଭୁଲ କରନି। ମତେ ଏଇ ମକା ଘରେ ବନ୍ଦୀ କରନି। ମତେ ଶୀଘ୍ର ଏଠୁ ବାହାର କର। ମୋ ଯାଦୁ ଲାଠିର ଅପବ୍ୟବହାର କରନି, ନହେଲେ ପଛରେ ତମେ ମାନେ କଷ୍ଟ ପାଇବ। ଚୁପ କର ପରୀ, ଆଜିଠୁ ତୋର ଯାଦୁର ଲାଠି ଆମର। ତୁ ଆଉ କେବେ ବି ଏ ମକା ଘରୁ ବାହାରି ପାରିବୁନି କି ଆମର କ୍ଷତି କରିପାରିବୁନି। ପରୀର କିଛି କଥା ନ ଶୁଣି ଦୁଇ କାଉ ସେ ଯାଦୁର ଲାଠି ଧରି ଘରକୁ ଆସିଲେ। ହା ହା ହା, ଏବେ ଯାଦୁର ଲାଠି ସାହାଯ୍ୟରେ ଆମେ ଜଙ୍ଗଲରେ ସବୁଠାରୁ ଧନୀ ପକ୍ଷୀ ହେଇଯିବା। ଏକଥା ଭାବିଲା ବେଳେ ମତେ କେତେ ଯେ ଖୁସି ଲାଗୁଛି ମୁଁ କହିପାରୁନି। ମତେ କଣ କମ ଖୁସି ଲାଗୁଛି କି? ମତେ ତ ଖୁସିରେ ବିରିୟାନୀ ଖାଇବାକୁ ଇଚ୍ଛା ହଉଛି। ତତେ ବିରିୟାନୀ ଖାଇବାକୁ ଇଚ୍ଛା ହେଉଛି? ମୁଁ ଏବେ ତୋ ପାଇଁ ବିରିୟାନୀ ଆଣି ଦଉଛି। ତାପରେ କାଉ ସେ ଯାଦୁର ଲାଠିକୁ ବୁଲେଇଲା। ସଙ୍ଗେ ସଙ୍ଗେ ସେଠି 2 ପ୍ଲେଟ ବିରିୟାନୀ ବାହାରିଲା। ଆରେ ବାଃ, ମୁଁ କହୁ କହୁ ତୁମେ ମୋ ପାଇଁ ବିରିୟାନୀ ଆଣିଦେଲ। ଦେଖୁଛୁ କଣ, ଶୀଘ୍ର ତ ମନ ପସନ୍ଦର ବିରିୟାନୀ ଖା। ତାପରେ ଦୁଇ କାଉ ମନ ଖୁସିରେ ବିରିୟାନୀ ଖାଇଲେ ଆଉ ରାତିରେ ଶୋଇପଡ଼ିଲେ। ପରଦିନ ସକାଳେ, ଆରେ ଦେଖ ନା, ଆମ ଘରଟା କେତେ ଭଙ୍ଗା ଆଉ ଆମ ଜିନିଷ ପତ୍ର ବି ପୁରୁଣା। ଏଇ ଯାଦୁର ଲାଠି ଦେଇ ଆମ ଘରକୁ ନୂଆ କରିଦିଅ ନା। କାଉ ତାଙ୍କ ପୁରୁଣା ଜିନିଷକୁ ନୂଆ କରିଦେଲା ଆଉ ତାଙ୍କ ଘରକୁ ବି ବଡ଼ କରିଦେଲା। ଏମିତି ଦୁଇ କାଉ ଯାଦୁର ଲାଠି ସାହାଯ୍ୟରେ ଅନେକ ଧନୀ ହେଇଗଲେ। ତଥାପି ସେମାନେ ଖୁସି ନଥିଲେ। ସେମାନେ କେମିତି ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କୁ ହଇରାଣ କରିବେ ଚିନ୍ତା କଲେ। ଆରେ ଶୁଣୁଛ, ଆମେ ଏତେ ଧନୀ ହେଲା ପରେ ବି ଚଢ଼େଇମାନେ ଆମ କଥା ଶୁଣୁନାହାନ୍ତି। ଏଇ ଜଙ୍ଗଲରେ ଏମିତି ବି ଚଢ଼େଇ ଅଛନ୍ତି ଯୋଉମାନେ ଏବେ ବି ଧନୀ।
ଏମିତି କିଛି କର ଯେମିତି ଏ ଜଙ୍ଗଲର ସବୁ ଚଢ଼େଇ ଗରିବ ହେଇଯିବେ ଆଉ ଆମର ସବୁ କଥା ମାନିବେ। ଆରେ ବାଃ, ତୁ ଏକଦମ ଠିକ କଥାଟେ କହିଲୁ। ମୁଁ ତ ଏମିତି ଭାବି ନଥିଲି। ମୁଁ ଏବେ ହିଁ ସବୁ ଚଢ଼େଇଙ୍କୁ ଗରିବ କରିଦେବି। ତାପରେ ସବୁ ଚଢ଼େଇ ଆମ କଥାରେ ଉଠିବେ ଆଉ ଆମ କଥାରେ ବସିବେ। ଏମିତି ଚିନ୍ତା କରି କାଉମାନେ ଚଢ଼େଇର ଘରକୁ ଗଲେ ଆଉ ତାର ମଜବୁତ ଘରକୁ ଭଙ୍ଗା ଘର କରିଦେଲେ। ଏ କଣ କାଉ ଭାଇ, ତୁମେ କଣ କଲ? ମୋର ଏତେ ମଜବୁତ ଘରକୁ ଭଙ୍ଗା ଘର କରିଦେଲ। ଏବେ ଶୀତ ଦିନ, ରାତି ହେଲେ ଅନେକ ଥଣ୍ଡା ଲାଗୁଛି। ଏବେ ମୁଁ କେମିତି ଏ ଭଙ୍ଗା ଘରେ ରହିବି? ମୋ ଘରକୁ ଆଗ ଭଳି କରିଦିଅ। ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ତୋର ସାହସ ତ କମ ନାହିଁ। ଆଜିଠୁ ଆମେ ଏ ଜଙ୍ଗଲର ରାଜା ଆଉ ରାଣୀ। ତୁ ଆମର ସବୁ କଥା ମାନିବୁ। ଯଦି ନ ମାନିବୁ ତୋର ଏ ଭଙ୍ଗା ଘରକୁ ବି ଆମେ ନେଇଯିବୁ। ଏମିତି କହି କାଉମାନେ ସେଠାରୁ ଚାଲିଗଲେ। ଠିକ ଏହିପରି ସବୁ ଚଢ଼େଇଙ୍କ ନୂଆ ଘରକୁ ସେମାନେ ପୁରୁଣା ଆଉ ଭଙ୍ଗା ଘର କରିଦେଉଥିଲେ। ଚଢ଼େଇମାନଙ୍କ ଉପରେ ସେମାନେ ଅନେକ ଅତ୍ୟାଚାର କରୁଥିଲେ। ଅନେକ କଷ୍ଟ କରି ଶୀତ ଦିନ ଆସିବା ଆଗରୁ ମୁଁ ମୋ ଘରକୁ ମଜବୁତ କରିଥିଲି, ହେଲେ ସେ ଦୁଷ୍ଟ କାଉମାନେ ମୋ ଘରକୁ ଭଙ୍ଗା ଘର କରିଦେଲେ। ଥଣ୍ଡା ପାଇଁ ମୁଁ ଆଉ ମୋର ପରିବାର ଅନେକ କଷ୍ଟ ପାଉଛୁ। ହେ ଭଗବାନ, ସେ ଦୁଷ୍ଟ କାଉମାନଙ୍କୁ ଶୀଘ୍ର ଶାସ୍ତି ଦିଅ। ହଁ, ଠିକ କହିଲ ମିଟୁ ଭାଇ। ଏ କାଉମାନେ ଆମ ଉପରେ ଅନେକ ଅତ୍ୟାଚାର କରୁଛନ୍ତି। ଭଗବାନ ତାଙ୍କୁ ନିଶ୍ଚୟ ଶାସ୍ତି ଦେବେ। ଆରେ ତମେ ମାନେ ଏଠି କାନ୍ଦୁଛ? କାନ୍ଦିବନି ବି କଣ ପାଇଁ? କାଉମାନେ ଯାହା ବି କରୁଛନ୍ତି ତା ପାଇଁ ତ ସମସ୍ତେ କାନ୍ଦୁଛନ୍ତି। ଆଉ ମନ ଦୁଃଖ କରନି। ମୁଁ ଏବେ ଶୁଣି ଆସିଲି ଆଜି ରାତିରେ ଅନେକ ଶୀତ ପଡ଼ିବ। ଚାଲ ଜଙ୍ଗଲ ଭିତରୁ କିଛି ଶୁଖିଲା କାଠ ନେଇ ଆସିବା। ଘର ସିନା ଭଙ୍ଗା, ହେଲେ ଆମେ କାଠ ଜଳି କିଛିଟା ଗରମ ପାଇବା। ହଁ ଚଢ଼େଇ, ତୁ ଠିକ କହିଲୁ। ମୁଁ ବି ଏବେ ଶୁଖିଲା କାଠ ଆଣିବାକୁ ଯାଇଥାନ୍ତି। ଚାଲ ସମସ୍ତେ ମିଶିକି ଯିବା। ତାପରେ ସବୁ ଚଢ଼େଇ ଜଙ୍ଗଲ ଭିତରକୁ ଶୁଖିଲା କାଠ ଆଣିବା ପାଇଁ ଗଲେ। କାଠ ଖୋଜୁ ଖୋଜୁ ସେମାନେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲେ। ହଠାତ୍ ସେମାନେ ଏକ କାନ୍ଦିବାର ସ୍ୱର ଶୁଣିଲେ। ସେମାନେ ସେଠି ଅଟକି ଗଲେ। ଆରେ କିଏ କାନ୍ଦୁଛି ବୋଧେ? ତମେ ମାନେ ବି କାନ୍ଦ ଶୁଣି ପାରୁଛ ନା ମୁଁ ଭୁଲ ଶୁଣିଲି? ନା ଚଢ଼େଇ, ତୁ ଭୁଲ ଶୁଣିନୁ। ଆମେ ବି କାନ୍ଦିବାର ସ୍ୱର ଶୁଣିଛୁ। ହେଲେ ଏଠି କିଏ କାନ୍ଦୁଛି? କେହି ବି ତ ଦେଖା ଯାଉନାହାନ୍ତି। ସେପଟେ ଦେଖ, ସେଠି ଗୋଟେ ମକା ଘର ଦେଖା ଯାଉଛି। ନିଶ୍ଚୟ ସେଇ ପାଖରୁ ହିଁ କାନ୍ଦିବାର ସ୍ୱର ଶୁଭୁଛି। ଚାଲ ସେଠାକୁ ଯିବା। ଆରେ ଇଏ କେମିତିକା ଘର ଯାହାର କବାଟ ହିଁ ନାହିଁ? ଏଇ ଘର ଭିତରୁ ହିଁ କାନ୍ଦିବାର ସ୍ୱର ଶୁଭୁଛି। କିଏ ଅଛ ଭିତରେ? ତୁମେ କାହିଁକି କାନ୍ଦୁଛ? ମୁଁ ଜଣେ ପରୀ। ମୁଁ ଏ ମକା ଘରେ ବନ୍ଦୀ ହେଇଅଛି। ଦୟାକରି ମତେ ସାହାଯ୍ୟ କର। ମତେ ଏଠୁ ମୁକ୍ତ କର। ମତେ ଏ ଅନ୍ଧାର ଘରେ ରହିବାକୁ ଆଉ ଭଲ ଲାଗୁନି। ମତେ ଏଠୁ ବାହାରିବାରେ ସାହାଯ୍ୟ କର। ତୁମେ ଆଉ କାନ୍ଦନି ପରୀ। ଆମେ ଜାଣିଛୁ ତୁମ ଯାଦୁର ଲାଠିକୁ କିଏ ନେଇଛି। ତୁମେ ଚିନ୍ତା କରନି। ଆଜି ରାତି ହିଁ ମୁଁ ସେମାନଙ୍କଠୁ ଯାଦୁର ଲାଠି ଆଣି ତୁମକୁ ମୁକ୍ତ କରିବି। ଏମିତି କହି ଚଢ଼େଇ ରାତିରେ ଚୁପ ଚୁପ କାଉଙ୍କ ଘରକୁ ଗଲା। ସେତେବେଳେ କାଉମାନେ ଶୋଇଥିଲେ। ସେଇ ସୁଯୋଗରେ ଚଢ଼େଇ ତାଙ୍କ ଘରୁ ଯାଦୁର ଲାଠି ନେଇ ଆସିଲା। ଦୁଷ୍ଟ କାଉ ଦଳ, ପରୀକୁ ବନ୍ଦୀ କରି ତମେ ମାନେ ଆମ ଉପରେ ଅତ୍ୟାଚାର କରୁଛ ନା? ଏବେ ଯେତେବେଳେ ପରୀ ମୁକ୍ତ ହେବ ସେ ତମମାନଙ୍କୁ ଉଚିତ ଶିକ୍ଷା ଦେବ। ଏମିତି କହି ଚଢ଼େଇ ଶୀଘ୍ର ମକା ଘର ପାଖକୁ ଗଲା। ଯେମିତି ଚଢ଼େଇ ସେ ମକା ଘର ପାଖରେ ନେଇ ଯାଦୁର ଲାଠିକୁ ରଖିଲା, ପରୀ ମୁକ୍ତ ହେଇ ବାହାରକୁ ଆସିଲା। ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ତମ ପାଇଁ ମୁଁ ମୁକ୍ତ ହେଇପାରିଲି। ନା ନା ପରୀ, ଧନ୍ୟବାଦ ଦେବାକୁ ପଡ଼ିବନି। ତୁମକୁ ମୁକ୍ତ କରିପାରି ଆମେ ଅନେକ ଖୁସି। ଏଇ ତୁମ ଯାଦୁର ଲାଠି ନିଅ। ଏବେ ସେ ଦୁଷ୍ଟ ପକ୍ଷୀ ମାନଙ୍କୁ ମୁଁ ଶାସ୍ତି ଦେବି। ସେମାନେ ମୋ ଉପରେ ଆଉ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ଉପରେ ଅନେକ ଅତ୍ୟାଚାର କରିଛନ୍ତି। ଆଉ ତାଙ୍କର ରକ୍ଷା ନାହିଁ। ଏମିତି କହି ପରୀ କାଉମାନଙ୍କ ଘରକୁ ଗଲା ଆଉ ତାଙ୍କ ବଡ଼ ଘରକୁ ଭଙ୍ଗା ଘର କରିଦେଲା। ସେ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ଘରକୁ ପୂର୍ବ ଭଳି କରିଦେଲା। ଏମିତି ଦେଖି ତ ଚଢ଼େଇ ମାନେ ଖୁବ ଖୁସି ହେଇଗଲେ। ତାପରେ ପରୀ ସେଠାରୁ ଚାଲିଗଲା। ସେପଟେ କାଉମାନେ ପୁରା ଥଣ୍ଡା ଦିନ ସେଇ ଭଙ୍ଗା ଘରେ ରହି ବିତେଇଲେ। ଏମିତି ସେମାନେ ନିଜ ଭୁଲର ଶାସ୍ତି ପାଇଲେ।